ଆଜ୍ଞା ନମସ୍କାର 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 ଆସନ୍ତୁ। କଣ କରୁଛନ୍ତି? ନା ଏବେ ଗୋଟେ ଗପ ଲେଖୁଥିଲି। ଗପ ଲେଖୁଛନ୍ତି? ହଁ ଆରେ ଗୋଟେ ବାହ ଗପ ଲେଖୁଥିଲି। ବଢିଆ କଥା। ହଁ ଆଉ ବସନ୍ତୁ। କଣ ଗପ ଲେଖୁଛନ୍ତି? ଗୋଟେ ଗପ ଲେଖୁଥିଲି ରୁହି ମାଝିର କାହାଣୀ ବୋଲି ନାଁଟା ଦେଇଛି। ରୁହି ମାଝି ଗୋଟେ ନାବାଳିକା ଏବଂ ଜଣେ ଆଦିବାସୀ ଝିଅ ଏବଂ ସେ ଜଣଙ୍କ ସହ ଯୌନ ଶୋଷଣ ହେଇଛି ଗୋଟେ କଣ୍ଟ୍ରାକ୍ଟର ପୁଅ ସହିତ ଏବଂ ହେଲା ପରେ ସେ ପ୍ରେଗନେଣ୍ଟ ହେଇଯାଇଛି, ଗର୍ଭବତୀ ହେଇଯାଇଛି ଏବଂ ଏଇ ଘଟଣା ଜଣା ପଡ଼ିଲା ପରେ ସେ ଅଞ୍ଚଳରେ ଗୋଟେ ଗଣ୍ଡଗୋଳ ଦେଖାଯାଇଛି, ଲୋକମାନେ ବିଦ୍ରୋହ କରୁଛନ୍ତି ଏବଂ ପଲିଟିକାଲ ଇସ୍ୟୁ ହେଇଯାଇଛି ଏବଂ ଜଣେ ପୁଲିସ ତାର ଇନଭେଷ୍ଟିଗେସନ ଦାୟିତ୍ୱ ନେଇଛି। ଇନଭେଷ୍ଟିଗେସନ ଦାୟିତ୍ୱ ନେଲା ପରେ ସେ ତାକୁ ଦେଖିଛି ସେଇ ଲୋକଟି ଯେ ଇନଭଲ୍ଭ ଅଛି, କାହିଁକିନା ସେ ଝିଅଟି ହେଉଛି ନାବାଳିକା 13-14 ବର୍ଷ ଝିଅଟା ଏବଂ ତାକୁ ସେ ନେଇକି କଲିକତାରୁ ତାକୁ ଆରେଷ୍ଟ କରିଛି। ଆରେଷ୍ଟ କଲା ପରେ ତାକୁ ଜେଲକୁ ପଠେଇ ଦେଇଛି। ଜେଲକୁ ପଠେଇ ଦେଇଛି। ତା ପରବର୍ତ୍ତୀ ଘଟଣା ହେଉଛି କ'ଣ, ସେ ତାର ଇନଭେଷ୍ଟିଗେସନ କରି ଦେଖିଛି ସେ ଯେଉଁ ଲୋକ ସହିତ ତାର ପାରିପାର୍ଶ୍ୱିକ ଯାହା ସବୁ ପ୍ରମାଣ ମିଳୁଛି, ଯେଉଁ ପାରିପାର୍ଶ୍ୱିକ ପ୍ରମାଣ ମିଳୁଛି ସେ ପ୍ରମାଣ ଅନୁସାରେ ସିଏ ଆକ୍ଚୁଆଲି ସେ ଲୋକଟି ସହିତ ତାର ସମ୍ପର୍କ ଥିଲା ଏବଂ ସେଇଟା ଇଷ୍ଟାବ୍ଲିଶ ହେଇଯାଇଛି। ଏବଂ ତାର ଯେତେବେଳେ ଇନଭେଷ୍ଟିଗେସନ କମ୍ପ୍ଲିଟ୍ ହେବା ହେଇସାରିଛି, ତାର ସେ ଯେଉଁ ପୋଲିସ ଅଫିସର ତା ପ୍ରମୋସନ ପାଇକି ଟ୍ରାନ୍ସଫର ହେଇଯାଇଛି। ଟ୍ରାନ୍ସଫର ସେତେବେଳକୁ ସେ ପିଲାଟିର ଗୋଟେ ପୁଅଟେ ହେଇଛି। ପୁଅଟେ ହେଇଛି ତେଣୁ ସେଥିପାଇଁ ସେ କ'ଣ କରୁଛି ନା କେସ୍ଟାକୁ ଦୃଢ଼ ମାନେ କରିବା ପାଇଁ, ବେଶୀ ତାର ଯୁକ୍ତିଟାକୁ ବେଶୀ ପ୍ରମାଣ ସିଦ୍ଧ କରିବା ପାଇଁ ସେ ଲେଖିଛି ତାକୁ DNA ଟେଷ୍ଟ କରାଯାଉ କହି ସେ ଟ୍ରାନ୍ସଫର ହେଇଯାଇଛି। ଆ ଭିତରେ ପୋଲିସ ଅଫିସର ରିଟାୟାର୍ଡ କରିଯାଇଛି। ଆଉ ରିଟାୟାର୍ଡ କରିଯାଇଛି ପରବର୍ତ୍ତୀ ସେ ଯାଇଛି ସାକ୍ଷୀ ଦେବା ପାଇଁ ଯାଇଛି। କେସ୍ଟା ଚାଲିଛି, କେସ୍ରେ ସାକ୍ଷୀ ଦେଇଛି। ସେ ଲୋକଟି ଯେ ଆରେଷ୍ଟ ହେଇଥିଲା ସେ 8 ମାସ ଜେଲ୍ ରହିଲା ପରେ ଖଲାସ ହେଇଛି, ବେଲ୍ରେ ଆସିଛି। ତେଣୁ ସିଏ ସେତେବେଳେ ମାନେ ଆସିଛି, ଆସିଲା କେସ୍ଟା ଚାଲିଛି କଲା ପରେ ତାପରେ କ'ଣ ନା ପୋଲିସ ଯେତେବେଳେ ସେ ଦେଉଛି, ପୋଲିସ ଯେତେବେଳେ ଯାଇକି ତାର ମାନେ ଇନଭେଷ୍ଟିଗେସନ କରୁଛି, ମାନେ ସାକ୍ଷୀ ଦେବାକୁ ଯାଇଛି, ସେ ସମୟରେ କ'ଣ ହେଇଛି ଘଟଣା ଯେ ହଠାତ୍ DNA ଟେଷ୍ଟ ଦେଖିଲାକୁ ସିଏ ତା ପୁଅ ନୁହଁ, ମାନେ ସେ ଯାହା ଅଭିଯୁକ୍ତ ଯେ ତାହାର ସହିତ ସେ ପୁଅ ସେ ନୁହେଁ। ତେଣୁ ଜଣାପଡ଼ୁଛି ଯେ ଆଉ କାହାଠୁ ସେ ପିଲାଟି ହେଇଥିବ। ତେଣୁ ସେଇଥିରେ ସେ ପିଲାଟି ଫସି ଯାଇଛି ଏବଂ ପରବର୍ତ୍ତୀ ସମୟରେ ଜଣାପଡ଼ୁଛି ଯେ ସେଇ ଯେଉଁ ଝିଅ ସାଙ୍ଗରେ ଯେଉଁ କେସ୍ଟା ଜଣେ ବୁଝାବୁଝି କରୁଥିବ, ୟଙ୍ଗ ଟୋକା, ସେ ଟିକେ ଆଦର୍ଶବାଦୀ ଯୁବକ, ସିଏ ଯେ ବୁଝାବୁଝି କରୁଥିବ, ସେ କାହିଁକିନା ଟ୍ରାଇବାଲ ପିଲାଟା, ମାନେ ଟ୍ରାଇବାଲ ଲୋକଟା, ସେ କେସ୍ ଯାଉନଥିବ, ଯେ ଏସବୁ କଥା ବୁଝାବୁଝି କରୁଥିବ, ସିଏ ଦେଖିବ ସେଇ ପିଲାଟାର ସେ ତାର ସମ୍ପର୍କ ଥିବ। ତାକୁ ତ ପଚାରୁଛି, ରାଗି ଯାଇଛି, ପଚାରୁଛି, ସେ କହୁଥିବ ଯେ ତାର ଆକ୍ଚୁଆଲି ମୋର ସମ୍ପର୍କ ଥିଲା କିନ୍ତୁ ତାର ବି ସମ୍ପର୍କ ଥିଲା, ସେ ଲୋକଟି ସମ୍ପର୍କ ଥିଲା। ମୁଁ ଦେଖିଲି ସେ ଏକ୍ସପେକ୍ଟ ହେବ କେଉଁଠି କ'ଣ ବାହା ହେଇଯିବ, ଗୋଟେ ଦେଖିବାକୁ ସୁନ୍ଦର ଝିଅଟି, ଟିକେ ଟ୍ରାଇବାଲ ଝିଅ ସୁନ୍ଦର ଏବଂ ମୋ ସେ ତାକୁ ଏକ୍ସପେକ୍ଟ ହେଇଛି ଅଲଗା କଥା। ଆଉ ସେ ତ ଜଣାପଡ଼ୁଛି ଗର୍ଭବତୀ, ସେ ମୋ ନାଁ ନକି ତା ନାଁ କହିଦେଇଛି। ଏମିତି ଏଇ ଟାଇପ୍ର ହେଇଛି। ବହୁତ ଭାରି ଇଣ୍ଟରେଷ୍ଟିଂ ଲାଗୁଛି। ତେବେ ଗପଟି ଶୁଣିଲା ପରେ ଆମେ ନିଶ୍ଚିନ୍ତ ପଢ଼ିବୁ। ଆପଣ ତ ନିଶ୍ଚୟ କେଉଁଠି ନା କେଉଁଠି ପ୍ରକାଶିତ ହେବ ଗୋଟେ ଭଲ ପତ୍ରିକାରେ। ତେବେ ଗପଟି ପଢ଼ିଲା ପରେ ତ ନିଶ୍ଚୟ ବହୁତ ଭଲ ପ୍ରତିକ୍ରିୟା ଆସିବ। ତେବେ ଗପଟି ଯେମିତି ଲାଗୁଛି ଯେ ଆପଣ ଯେମିତି ପୁରା ମାନେ ଘଟଣାଟାକୁ ଯେମିତି ପୁରା ମାନେ ନିଜେ ଦେଖିଛନ୍ତି ସେଇଭଳି କିଛି ଲାଗୁଛି ନା? ସେଇଭଳିଆ, ହଁ, ସେମିତିଆ ଘଟଣା ଘଟୁଛି। କାହିଁକିନା ପ୍ରାୟ ଯେଉଁମାନେ ଗପ ଲେଖନ୍ତି ବା ମୁଁ ଯେଉଁ ଗପ ଲେଖେ, ମୁଁ ପ୍ରାୟ ନିଜ ଅଭିଜ୍ଞତାରେ ଲେଖେ ବା ମୁଁ ଜାଣିଥିବା ଶୁଣିଥିବା ଘଟଣା ଗୁଡ଼ାକ ଲେଖେ। ଏଇ ଯେଉଁ ଘଟଣାଟା ହେଇଛି, ଏମିତି ଗୋଟେ ଯାଜପୁରରେ ଏଇଭଳିଆ ଗୋଟେ ଘଟଣା ହେଇଥିଲା। ଆଚ୍ଛା। ମାନେ ଗୋଟେ ଆଦିବାସୀ ଝିଅକୁ ଗୋଟେ ଯୌନ ଶୋଷଣ ହେଇଥିଲା, ଏମିତି ହେଇଥିଲା। ଏବଂ ଯେଉଁ ଇନଭେଷ୍ଟିଗେସନ ଅଫିସର ଯିଏ ପୋଲିସ ଅଫିସର, ସେ ଜଣେ ମୋର ବନ୍ଧୁ ଏବଂ ମୁଁ ତାଙ୍କଠୁ ପାଖରୁ ଶୁଣିଥିଲି। ତାପରେ ମୁଁ ସେ ଜାଗାକୁ ଯାଇଛି, କୋର୍ଟକୁ ଯାଇଛି। ସେ କୋର୍ଟର ପରିସର ବି ମୁଁ ଦେଖିକି ଆସିଛି। ତେଣୁ ସେ ଯେ ଦେଖିବେ ସେ ଗପରେ ମୁଁ ଭାବୁଛି ରହିବ ଯେ କୋର୍ଟର ପରିସର ବର୍ଣ୍ଣନା କରାଯାଇଛି ଏବଂ ସେ ଯାଜପୁରକୁ ମୁଁ ଯାଇଛି ତାପରେ ବି ଏବଂ ସେ କଥା ବୁଝିଛି, ଜାଗାଟା ବୁଝିଛି, ଲୋକଙ୍କଠୁ ବୁଝିଛି ଘଟଣା ଏବଂ ସେ ପୋଲିସର ବୁଝିଛି। ଏସବୁ କଲା ପରେ ମୁଁ ସେ ଗପଟା ମୁଁ ଲେଖୁଛି। ଠିକ, ଧନ୍ୟବାଦ ସହଦେବ ଭାଇ। ତେବେ କଥା ହେଉଛି ବର୍ତ୍ତମାନ ଆମେ ଗୋଟେ ଛୋଟ ଟିକେ ଆମ କଥାରୁ ଟିକେ ରହିବା ଟିକେ ଅଲଗା ବାଟରେ। ତେବେ ଆମ ସହିତ, ମୋ ସହିତ ଏବଂ ଆମ ସହିତ ଡକ୍ଟର କ୍ଷୀରୋଦ ବେହେରା, କାର୍ତ୍ତିକ ସ୍ୱାଇଁଙ୍କ ସହିତ ଅଛନ୍ତି ବହୁ ଚର୍ଚ୍ଚିତ ପୁସ୍ତକ ଅନିଚ୍ଛୁକ ପ୍ରଶାସକର ଲେଖକ ଶ୍ରୀ ସହଦେବ ସାହୁ। ମୋତେ ଲାଗେନି ଯେ ସେଇ ଗୋଟିଏ ମାତ୍ର ବହି ତାଙ୍କର ପରିଚୟ। ତାଙ୍କର ଆତ୍ମୀୟ ଅନାତ୍ମୀୟ ଅନେକ ଅନେକ କଥା ପୁସ୍ତକର ସିଏ ରଚୟିତା। ବେଶ ଭଲ ଜଣାଶୁଣା, କେବଳ ତାଙ୍କର ସାହିତ୍ୟ କୃତି ଲାଗି ନୁହେଁ, ସିଏ ବେଶ ଭଲ ଭାବରେ ଜଣାଶୁଣା ଜଣେ ଭଲ ମଣିଷ ଲାଗେ। ସହଦେବ କୌଣସି ଗୋଟେ ସଭାକୁ ଆସିଲେ
ନିଶ୍ଚିନ୍ତ ଭାବରେ ଅନେକ ଲୋକ ଆସନ୍ତି, କରମର୍ଦ୍ଦନ କରନ୍ତି ଏବଂ ନମସ୍କାର କରନ୍ତି, ଭଲ ମନ୍ଦ ପଚାରନ୍ତି ଏବଂ ସେଇଟା ଗୋଟେ ବଡ଼ ଚମତ୍କାର କଥା ଆପଣଙ୍କ ବିଷୟରେ। ତେବେ ପ୍ରଶ୍ନଟି ରହୁଛି, ମୋର ପ୍ରଥମ ପ୍ରଶ୍ନଟି ଆପଣଙ୍କୁ ରହିବ, ଯେହେତୁ ବିଶେଷ କରି ଆପଣ ଗଳ୍ପରେ ବେଶ ଭଲ ନାଁ କମାଇଛନ୍ତି ଏବଂ ବେଶ ଓଡ଼ିଆ ଗଳ୍ପର ଜଣେ ସିଦ୍ଧ ବିନ୍ଧାଣୀ ଭାବରେ ପରିଚିତ। ତେବେ ଆପଣଙ୍କ ଗଳ୍ପ ଗଠନର କଳା ସେ ସମ୍ପର୍କରେ ଆମକୁ ଟିକେ କିଛି କୁହନ୍ତୁ। ଗଳ୍ପ ଗଠନ ହେଉଛି ମୁଖ୍ୟ ଜିନିଷ। ମୋର ଲକ୍ଷ୍ୟ ରୁହେ ଏ ଗଳ୍ପଟା କେମିତି ପଠନୀୟ ହେବ। ଗଠନ ଯେଉଁ ହଉ, ଯେମିତି ଲୋକଟି ଜଣେ ପଢ଼ିଲେ ତା ଯେମିତି ଗୋଟେ କୌତୂହଳ ଆସିବ, ମୁଁ ତାପରେ କ'ଣ ଜାଣିବା ପାଇଁ, ସେସବୁ ତାର ଯେମିତି ଗୋଟେ ଆଙ୍ଗଜାଇଟି ଆସୁଥିବ କ'ଣ ହେଲା ସେସବୁ ଜାଣିବା ପାଇଁ। ତେଣୁ ଏଇ ଜିନିଷଟା ଉପରେ ଲକ୍ଷ୍ୟ କରିକି ମୁଁ ଗପଟି ଲେଖେ। ଯେମିତି ଗୋଟେ ପାଠକ ଗପଟି ପଢ଼ିଲା ବେଳେ ସେ ଯେମିତି ନସରିକି ରହିପାରିବନି, ଏଇଭଳି ମୋର ଗୋଟେ ଉଦ୍ଦେଶ୍ୟ ଥାଏ ଗପ ଲେଖିଲା ବେଳେ। ଗପଟା ପଠନୀୟ ହେବ, ହଠାତ୍ ଜଣେ ପଢ଼ିଲେ ମାନେ ତାକୁ ଇଚ୍ଛା ହେବ ପଢ଼ିବା ପାଇଁ। ଆଉ ଦ୍ୱିତୀୟ କଥା ହେଉଛି, ଗପଟା ଯେଉଁ କାହାଣୀଟା ମୁଁ ଲେଖି କହିବି ସିଏ ଯେମିତି ତାପରେ ଆଲୋଡ଼ନ ସୃଷ୍ଟି କରୁଥିବ, ଘଟଣାଟା ତାକୁ ଛୁଉଁଥିବ, ଯାହା ମୁଁ କହିବାକୁ ଯାହା ଚାହୁଁଛି ତାହା ଛୁଉଁଥିବ। ତ ସେଥିପାଇଁ ମୁଁ କ'ଣ କରେ, ମୋ ବ୍ୟକ୍ତିଗତ ଶୈଳୀ ଯେ ଗୋଟେ ଗପଟି ମୁଁ ଆଗେ ଗୋଟେ ଲେଖିଦିଏ ଗୋଟେ ଖାତାରେ, ତ 2-3 ମାସ ଭିତରେ 2-3 ମାସ ଆଉ ତାକୁ ଦେଖେନି। 2-3 ମାସ ଯେତେବେଳେ ମୁଁ ପଢ଼େ ସେଇଟାକୁ, ମୁଁ ନିଜ ଲେଖାଟାକୁ ମୁଁ ଦେଖେ ଗୋଟେ ପାଠକ ହିସାବରେ ପଢ଼େ। ପ୍ରଥମେ ଲେଖିଲା ବେଳେ ଗୋଟେ ଆଇଡ଼ିଆ, ହୁଏତ ଗୋଟେ ଚରିତ୍ରକୁ ଦେଖିଲି, ଗୋଟେ ଘଟଣାକୁ ଦେଖିଲି, ଗୋଟେ ଚରିତ୍ରକୁ ଦେଖିଲେ ମୋତେ ଗୋଟେ କାହାଣୀ ମାନେ ସୃଷ୍ଟି କରିବାକୁ ପଡ଼େ। ସେଥିପାଇଁ ମାନେ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। ସତ ଗୋଟେ ଘଟଣା ଦେଖିଲି, ସେ ଚରିତ୍ରକୁ ମୋତେ ଖୋଜିବାକୁ ପଡ଼ିବ। ତ ଯାହା ହଉ, ମୁଁ ଆଗେ ଗୋଟେ ଗପଟାକୁ ଗୋଟେ କନଷ୍ଟ୍ରକ୍ଟ ମାନେ ଗୋଟେ ଗଠନ କରେ। ଗଠନ କଲା ପରେ ପ୍ରଥମେ ମୁଁ ସେ ଗପଟି ଲେଖିଦିଏ। ପ୍ରଥମ ସେଟା ମୋର ଫାଷ୍ଟ ମାନେ ଡ୍ରାଫ୍ଟ ଯେଉଁଟା କୁହାଯିବ। ତାପରେ 2-3 ମାସ ପର୍ଯ୍ୟନ୍ତ ମୁଁ କିଛି କରେ, 2-3 ମାସ ମୁଁ ଛାଡ଼ିଦିଏ ସେମିତି। ତା 3-4 ମାସ ପରେ ମୁଁ ଦେଖିବି, ମୁଁ ପଢ଼ିଲା ବେଳକୁ ମୁଁ ସେଟା ଗୋଟେ ପାଠକ ହିସାବରେ ପଢ଼େ। ମୁଁ ଦେଖିବି ଯେ କେଉଁଠି ଭୁଲ ରହିଲା, କ'ଣ ରହିଲା। ତେଣୁ ସେମିତି ସେଇ ଦୃଷ୍ଟିରୁ ଦେଖେ ତାପରେ ତାକୁ ଆଉଥରେ ଲେଖିକି ମୁଁ ତାକୁ ପଠାଏ। ମୂଳ କଥା ହେଉଛି, ମୋର ଲକ୍ଷ୍ୟ ହେଉଛି ପଠନ ଉପରେ କ'ଣ ସେମାନେ କେମିତି କ'ଣ ଲାଗୁତ ଆଲୋଚକମାନେ କହିବେ। କିନ୍ତୁ ମୋର ସବୁବେଳେ ଉଦ୍ଦେଶ୍ୟ ହେଉଛି କେମିତି ଗପଟା ପଠନୀୟ ହେବ, ଯେମିତି ଗୋଟେ ପାଠକ ଗପଟି ପଢ଼ିଲେ ସେ ଯେମିତି ନସାରିକି ରହିପାରିବନି। ତେବେ ଏଇଠି ମୋର ମୁଁ ଯାହା ମାନେ ବୁଝିଲି ଯେ ଆପଣ ଗୋଟେ ଗପକୁ ଗୋଟେ କୌଣସି ପତ୍ରିକାକୁ ପଠାଇବାକୁ ମିନିମମ୍ 3 ଥର ଲେଖନ୍ତି। 3 ଥର ଲେଖେ। ତା ବେଶ ଆଗରୁ ହୁଏତ ଗପଟି ନିଶ୍ଚୟ ଆପଣଙ୍କ ଭିତରେ ଗୋଟେ କୋଉଠି ଗୋଟେ ମଞ୍ଜି ବୁଣିଥିବ, ବା ଆପଣ କିଛି ଗୋଟେ ଘଟଣା ଆପଣଙ୍କୁ ପ୍ରଭାବିତ ମାନେ ଆପଣଙ୍କ ଆଖିକୁ ଆସିଥିବ, କି ଗୋଟେ ଚରିତ୍ର ଆପଣଙ୍କୁ ଆକର୍ଷଣ କରିଥିବ। ସେଇଭଳି ଆସିଲା ପରେ ତାପରେ ଆପଣ କ'ଣ କରୁଛନ୍ତି, ଧୀରେ ଧୀରେ ସେଇ ଜିନିସଟା ହେଇକରି ତାପରେ ଲେଖନ୍ତି ଏବଂ ତାକୁ ଆଉଥରେ ସଂଶୋଧନ କରନ୍ତି ଏବଂ ତାପରେ ଶେଷ ଥର ପୁଣି ଥରେ ଲେଖିକିରି ତାକୁ ପତ୍ରିକା ପଠାନ୍ତି। ତେବେ ମୋର 2ଟି ପ୍ରଶ୍ନ ଏଠି। ଗୋଟେ କଥା ହେଉଛି, ଏଥିରେ ଆପଣଙ୍କର ମାନେ ମୁଁ ଯାହା ଚିନ୍ତା କରୁଛି, ଆପଣ ଯଥେଷ୍ଟ ଧୈର୍ଯ୍ୟ ଅଛି ଏସବୁ କରିବାକୁ, ଗୋଟେ କଥା। ତେବେ ଦ୍ୱିତୀୟ କଥାଟି ହେଉଛି ଯେ ଆପଣ ଏଇ ଯେଉଁ କଥାଟି ରହିଲା ଗପ ବିଷୟରେ, ତେବେ ଆପଣ କେମିତି ଏତେ ଧୈର୍ଯ୍ୟ ଗୋଟେ ସହିତ କେମିତି ଗପଟିକୁ ଲେଖିପାରନ୍ତି? ନା, ଧୈର୍ଯ୍ୟ ମାନେ ଯେହେତୁ ମୋର ଗୋଟେ ଆଗ୍ରହ ଅଛି ଲେଖିବା ପାଇଁ, ମୋର ଯାହା କହିବାକୁ ଅଛି ସାଧାରଣତଃ କ'ଣ ସମସ୍ତଙ୍କ କହିବାର ଥାଏ, କିଏ କେଉଁ ବାଟରେ ସେ କହିବାଟାକୁ ମାନେ ତାର ଯେଉଁ ବକ୍ତବ୍ୟଟା କିଏ କେଉଁ ବାଟରେ ମିଡ଼ିୟମରେ ସେ ପ୍ରକାଶ କରେ। ଜଣେ ପେଣ୍ଟିଂ କରୁଛି, ପେଣ୍ଟିଂରେ ମାଧ୍ୟମରେ ସେ ପ୍ରକାଶ କରୁଛି, କି ଜଣେ ନାଟକ କରୁଛି, ନାଟକ ମାଧ୍ୟମରେ ପ୍ରକାଶ କରୁଛି। ତେଣୁ ମୋର ମାଧ୍ୟମଟା ହେଉଛି ଜଣେଇବାର ଗପ ଓ ଉପନ୍ୟାସ। ଯାହା ମୁଁ ଶୁଣିଛି, ମାନେ ବିଶେଷ କରି ଅନେକ ଆଲୋଚକ ଏବଂ କିଛି ବନ୍ଧୁଙ୍କ ଠାରୁ ଶୁଣିଛି ଯେ ସହଦେବ ସାହୁଙ୍କ ଗପରେ ଗୋଟେ ଅନାବଶ୍ୟକ ଧାଡ଼ି ନଥାଏ। ତାମାନେ ମୁଁ ବର୍ତ୍ତମାନ ବୁଝିପାରୁଛି ଯେ ସେ ଅନାବଶ୍ୟକ ଧାଡ଼ିଟା କାହିଁକି ନାହିଁ, କାରଣ ଆପଣ ଯେହେତୁ ଗୋଟେ ଗପକୁ 3 ଥର ଲେଖୁଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ 3 ଥର ଲେଖୁଛି। କଥା ହେଉଛି କ'ଣ, ପ୍ରଥମ ଯେତେବେଳେ ବକ୍ତବ୍ୟ କାହିଁକି ମୋର ଏଇଟା ହେଉଛି ମୋର ପ୍ୟାସନ୍, ଏବଂ ପ୍ୟାସନ୍ ଯେହେତୁ ଅଛି, ଆଉ ଗୋଟେ ଦ୍ୱିତୀୟ କଥା ହେଉଛି ମୁଁ ପାଠକକୁ ଆଖି ଆଗରେ ରଖି ଲେଖେ। ମୁଁ ଯାହା କହିବାକୁ ଚାହୁଁଛି ସେଇଟା ଯେମିତି ପ୍ରାଞ୍ଜଳ, ସ୍ପଷ୍ଟ ପ୍ରାଞ୍ଜଳ ଭାବରେ ଲୋକଟି ବୁଝିପାରୁଥିବ, ପଠନୀୟତା ଆସୁଥିବ, ସେ ଯେମିତି ପଢ଼ିଲେ ତ ସାରିପାରିବ, ସେଇଟା ଦୃଷ୍ଟିରେ ଦେଖିକି ମୁଁ ଲେଖେ। ତ ସେଟା 3 ଥର ହବ 5 ଥର ହବ, ମୁଁ ତାକୁ ବେଳେବେଳେ ବି ଗୋଟେ ଗପ ମୁଁ ଲେଖିଛି ଭଲ ଲାଗିନି ମୁଁ ଚିରି ଫୋପାଡ଼ିବି। ଯେମିତି ବହୁତ ଗୋଟେ ଗପ ବି ଅଛି, ମାନେ ମୁଁ ତାକୁ ଜନ୍ମ ହେବା ଆଗରୁ ସେମାନଙ୍କୁ ମାନେ ଚିରିକି ଫୋପାଡ଼ି ଦେଇଛି, ମୋତେ ଭଲ ଲାଗିନି ମୁଁ ଫୋପାଡ଼ି ଦେଇଛି। ସେମିତି ମୋର ବହୁତ ମାନେ କେତୋଟି ଅଛି। ଆଚ୍ଛା, ଆଉ ତେଣୁ ସେଇଟା ମୁଖ୍ୟ ଜିନିଷ। ତେବେ ବର୍ତ୍ତମାନ ଆମେ ଆଉ ଗୋଟେ ବିଷୟକୁ ଆସିବା, କାରଣ ଆପଣଙ୍କର ବହୁ ଚର୍ଚ୍ଚିତ ବହି, ଯାହା ମୁଁ ଜାଣେ ଏବେ ବି ଓଡ଼ିଶା ପ୍ରଶାସନ ସେବାରେ ଥିବା ଲୋକମାନେ ପଢ଼ନ୍ତି ଏବଂ ସେଥିରୁ ସେମାନେ ପ୍ରେରଣା ପାଆନ୍ତି। ତେବେ ସେଇ ବହି ଅନିଚ୍ଛୁକ ପ୍ରଶାସକ, ତା ବିଷୟରେ ଏଭଳି ଗୋଟେ କଥା ଆପଣଙ୍କ ମନକୁ କାହିଁକି ଆସିଲା ଯେ ଆପଣ ସେଭଳି ଗୋଟେ, କାରଣ ଆପଣ ଜାଣିଥିବେ
ଯେ ଯେତେବେଳେ ଆପଣ ଜଣେ ପ୍ରଶାସକ ଥିଲେ ବହୁତ ଗୁଡ଼ାଏ ଥାଏ ସୀମାବଦ୍ଧତା ଥାଏ ଲିମିଟେସନ୍ ଥାଏ କିନ୍ତୁ ଆପଣ ସେବାନିବୃତ୍ତ ହେଲା ପରେ ତେବେ ସେଭଳି ଗୋଟେ କଥା କାହିଁକି ଆସିଲା ଯେ କାହିଁକି ଆସିଲା ଏଭଳି ଯେ ମୁଁ ଏଇଭଳିଆ ଗୋଟେ ବହିଟା ଲେଖିବା ଦରକାର ଯେଉଁଟାକି ଆମର ପରବର୍ତ୍ତୀ ପିଢ଼ି ଲାଗି ଗୋଟେ ପ୍ରକାର ମାର୍ଗଦର୍ଶକ ହବ। ନା ମୂଳ ଜିନିଷ ହେଉଛି ଯେ ସମସ୍ତଙ୍କର ମାନେ ଯେତେବେଳେ ଆପଣ କୌଣସି ସିଷ୍ଟମଟା ଗ୍ରହଣ କରିଯିବେ ସେତେବେଳେ ଆପଣ କିଛି ଲେଖିପାରିବେନି। ଗୋଟେ ମୁଁ ଭାବୁଛି ଜଣେ ଲେଖକ ସେ ନନ୍ କନଫର୍ମିଷ୍ଟ ହେବାକୁ ବାଧ୍ୟ। କାରଣ ଯଦି ଆପଣ ସବୁ ଭଗବାନ ସବୁ କରୁଛନ୍ତି ସବୁ ଠିକ୍ ଚାଲିଛି ମନ୍ତ୍ରୀ ଯାହା କରୁଛନ୍ତି ଠିକ୍ ଅଛି ଯଦି ପ୍ରଶାସକ ଯାହା କରୁଛି ଠିକ୍ ଅଛି ତ ଆପଣ ଗ୍ରହଣ କଲେ ଆପଣ ଲେଖିବାର କିଛି ନାହିଁ କହିବାର କିଛି ନାହିଁ। ଯେଉଁ ବିଭାଗରେ ମୁଁ କାମ କରୁଥିଲି ବା ଯେଉଁ ସଂସ୍ଥାକୁ ମୁଁ ଦେଖିଛି ବା ଯେଉଁ ସିଷ୍ଟମକୁ ଦେଖିଲି ମୁଁ ଗୋଟେ ଜିନିଷ ଗ୍ରହଣ କରିପାରିଲିନି। ଯେହେତୁ ଆମେ ଗୋଟେ ଲୋଅର ମିଡିଲ କ୍ଲାସ ଫ୍ୟାମିଲି ଆମେ ଯେହେତୁ ଗୋଟେ ଲୋଅର ମିଡିଲ କ୍ଲାସ ଫ୍ୟାମିଲିରୁ ଆସିଛୁ ଆଉ ତାପରେ ଏଇଟା ସେ ବହିଟା ସେ ଯେଉଁ ଯେହେତୁ ଆମେ ଗୋଟେ ଲୋଅର ମିଡିଲ କ୍ଲାସ ଫ୍ୟାମିଲିରୁ ଆସିଛୁ ଏବଂ ଆମେ ଚାକିରି କରିବା ବାଧ୍ୟ ଆମେ ଚାକିରି ଛାଡ଼ିପାରିବୁ ଅନ୍ୟ କିଛି ବାଟ ନାହିଁ କାହିଁକିନା ଆମକୁ ଚାକିରି କରିବାକୁ ପଡ଼ିବ ଯେହେତୁ ଚାକିରିରେ ପଡ଼ିବ ମୁଁ ଚାକିରି ଛାଡ଼ିପାରିଲିନି ଚାକିରି କରିବା ବାଧ୍ୟ କାରଣ ମୋର ଚାକିରି ଛାଡ଼ିଦେଲେ କ'ଣ କରିବି ଆଉ ତ କିଛି ଆମର ସେ ଅବସ୍ଥା ନାହିଁ ତ କିଛି ଗୋଟେ କରିବା ପାଇଁ ତ ସେମିତି କିଛି ନାହିଁ ନା। ଆଚ୍ଛା ଦ୍ୱିତୀୟ କଥା ମୁଁ ଯେ ବହିଟା ଲେଖିବାକୁ ଯେତେବେଳେ ଚାହିଁଲି ସେତେବେଳେ କୋଭିଡ ହେଇଥିଲା କୋଭିଡରେ ମୋର କିଛି ବନ୍ଧୁ ଚାଲିଗଲେ ମୁଁ ତା ପଛ କଥାଟା କହୁଛି କିନ୍ତୁ ବନ୍ଧୁ କେତେ ଜଣ ଚାଲିଗଲେ ମୋର ଘନିଷ୍ଠ ବନ୍ଧୁ ଯେମିତି ଧରନ୍ତୁ ଗୋଟେ ନମ୍ବରଧର ପଟ୍ଟନାୟକ ପଳେଇଗଲେ ଜଣେ ଲେଖକ ରାୟଗଡ଼ାର ଆପଣ ଜାଣିଥିବେ ତାଙ୍କ ନାଁ ଆଉ ଜଣେ କିଛି ବନ୍ଧୁ ପଳେଇଗଲେ ତାପରେ ଦେବାଶିଷ ପାଣିଗ୍ରାହୀ ବି ସେ ଜଣେ ମୋର ବନ୍ଧୁ ଥିଲେ ଯେ ପୁଲିସ ବି ଚାଲିଗଲେ। ନମ୍ବରଧର ପଟ୍ଟନାୟକ ବହୁତ ଭଲ ଲୋକ ଜଣେ ଥିଲେ। ହଁ ସିଏ ଚାଲିଗଲେ ସେମାନେ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା ସେତେବେଳେ ମୋର ଡିପ୍ରେସନ ଆସିଯାଇଥିଲା। ଆଚ୍ଛା ଡିପ୍ରେସନ ଉଦ୍ଧାର କରି ମୁଁ ଅଟୋବାୟୋଗ୍ରାଫି ଲେଖିବାକୁ ଚାହିଁଲି ଆଚ୍ଛା ଏବଂ ମୂଳ କଥା ଯୋଉ ଜିନିଷ ମୁଁ ତାର ସେଟା ଗ୍ରହଣ କରିପାରିଲି ବହିଟା ଆପଣ ତ ପଢିଥିବେ ସେ ଦେଖିବେ ଯେ ମୁଁ ସେ ଜିନିଷଟା ଗ୍ରହଣ କରିପାରିଲିନି। ମୋ ସିଷ୍ଟମଟା କେମିତି ଚାଲିଛି ସରକାର କେମିତି କାମ କରୁଛନ୍ତି କିଏ ଯେମିତି ଜଣଙ୍କୁ ମୁଁ ପଚାରିଲି ଯେ ସେ କହିଲା ସରକାର ମାନେ କ'ଣ ସରକାର ତମେ ମୁଁ ଆଉ ଆମେ ଯାହା କଲୁ ସେଇଟା ସରକାର କଲେ ତେଣୁ ତାଙ୍କର ହୁଇସ୍ କ'ଣ ତାଙ୍କ ଖିଆଲି ହେଇକି କେମିତି ଗୋଟେ ଡିସିସନ୍ ନିଆଯାଏ ଇଏ କେତୋଟି ଜିନିଷ ଗୁଡ଼ାକ ଆମେ ଆକ୍ଚୁଆଲି ଗ୍ରହଣ କରିପାରିଲୁ ଏବଂ ଗୋଟେ ଲେଖକର ମୁଁ ଯାହା ଭାବେ ତାର ଲେଖକର ଗୋଟେ ମୂଳ ଜିନିଷ ହେଉଛି ମାଧ୍ୟମ ଯେ ବିଦ୍ରୋହ ବା ବିରୋଧ କରିବା ମାଧ୍ୟମ ହେଉଛି ଲେଖା। ଆମେ ତ ହଠାତ୍ ଚାପଡ଼ାଟେ ମାରିପାରିବୁନି ନା ଜେଲ୍ ପଳେଇବୁ ଆରେଷ୍ଟ ହେଇଯିବୁ ତ ଜଣେ ଲେଖକ ଯେତେବେଳେ ସିଏ ଯିବ ମାନେ ସିଏ ତାର ବିରୋଧ କରିବ ବା କିଛି ଗୋଟେ ପ୍ରୋଟେଷ୍ଟ କରିବ ତାର ମାଧ୍ୟମ ହେଉଛି ଲେଖା। ତ ଯେଉଁ ଜିନିଷ ଗୁଡ଼ାକ ମୁଁ ଭୋଗିଥିଲି ବା ମୁଁ ଜାଣିଛି ଅଙ୍ଗେ ନିଭେଇଛି ମୋ 30 ବର୍ଷ ଚାକିରି ଭିତରେ ଏବଂ ମୁଁ ମଧ୍ୟ ଦୁଇଟି ମାନେ ଭ୍ୟାଟ୍ ଇମ୍ପ୍ଲିମେଣ୍ଟେସନ୍ ଏବଂ GST ଇମ୍ପ୍ଲିମେଣ୍ଟେସନ୍ ମୁଁ ମଧ୍ୟ ତାର ପ୍ରମୁଖ ମାନେ ମୁଁ ମଧ୍ୟ ମୋର ଗୋଟେ ପ୍ରମୁଖ ଭୂମିକା ଥିଲା ଓଡ଼ିଶାରେ ତାଙ୍କ ଥିରେ ମୁଁ ସଂଶ୍ଳିଷ୍ଟ ଥିଲି। ମୁଁ ସବୁ ପଲିଟିକାଲ ଲୋକ କେମିତି କହନ୍ତି ଆମ ନେତା କେମିତି କହନ୍ତି ମୁଁ ତାକୁ ଦେଖିଥିଲି ଯେଉଁ ଜିନିଷଟାକ ମୁଁ ଗ୍ରହଣ କରିପାରିଲିନି ସେଇଗୁଡ଼ାକ ମୁଁ ତା ଦେହରେ ଲେଖିଛି ଏବଂ ସେ ବହି ଗୁଡ଼ାକ ଅନିଶ୍ଚୟ ପ୍ରସାଦ ଯାହା ଲେଖି ସାରିଲା ପରେ ସେଇଟା ମାନେ ପାଠକ ଆଦୃତି ପାଇଲା ଲୋକ ବି ପଢିଛନ୍ତି। ତେବେ ଯଦି ଆପଣ ଏଇଟା କହିଲେ ଗୋଟେ ଆତ୍ମଜୀବନୀ ତେବେ ମୁଁ ଦେଖିଛି ଗୋଟେ ଜିନିଷ ଯେ ଏଥିରେ କିଛି ବିଦ୍ରୋହର ସ୍ୱର ଶୁଣାଯାଏ କିଛି ବିଦ୍ରୋହର ସ୍ୱର ମଧ୍ୟ ଆ ଭିତରେ ରହିଛି ତେବେ ଏଇଟା କେତେ ଦୂର ଠିକ? ନାଇଁ ଏଟା ତ ମୋର ଅଟୋବାୟୋଗ୍ରାଫି ସବୁ ସତ ଏଟା 100% ସତ ମୁଁ ଯାହା ଲେଖିଛି ସବୁ 100% ସତ ଲେଖିଛି କିଛି କଥା ଲେଖିପାରିଲିନି ତା ଲେଖି ନ ପାରିବା କାରଣ ହେଉଛି ଯଦି କେସ୍ କରିବ ମୁଁ ତାକୁ ପ୍ରଡ୍ୟୁସ୍ ମାନେ କୋର୍ଟରେ ପ୍ରଡ୍ୟୁସ୍ କରିପାରିବିନି ଆଇ କ୍ୟାନଟ୍ ମାନେ ସେଇଟାକୁ ଗୋଟେ ହଠାତ୍ କରି କୋର୍ଟରେ ଗୋଟେ କାରଣ କେସ୍ କରିଦେବେ ନା ଆଉ ଯାହା ମୁଁ ତ ଲେଖିଛି ତାକୁ ଯଦି କେହି ଜଣେ ଚ୍ୟାଲେଞ୍ଜ କରେ ମୁଁ ତାକୁ ପ୍ରମାଣ ଦେଇପାରିବି। ଆଚ୍ଛା ଆଉ ଯୋଉ ଜିନିଷଟାକୁ ମୁଁ ଲେଖିପାରିଲି ନାହିଁ ମୁଁ ଲେଖିବାରେ ବହୁତ କିଛି ଥିଲା ମୁଁ ଜାଣିଛନ୍ତି ଜଣେ କେସ୍ କରିଦେବ ତାହେଲେ ମୁଁ ତାକୁ କୋର୍ଟରେ ସେଇଟାକୁ ପ୍ରଡ୍ୟୁସ୍ କରିପାରିବି ସେଇ ଜିନିଷ ଗୁଡ଼ିକ କେବଳ ମୁଁ ଛାଡ଼ିଛି। ତେବେ ମୁଁ ଗୋଟେ ଗବେଷଣା ସଂସ୍ଥାରେ ଥିଲି ଏବଂ ଆମକୁ ଲାଗେ ଯେ ଯେତେବେଳେ ଆମେ ଗୋଟେ ସଂସ୍ଥାରେ ଅଛେ କାମ କରୁଛେ ସେ ସଂସ୍ଥା ଲାଗି ଆମର କିଛି ନା କିଛି ରହିବ ଗୋଟେ ପ୍ରକାର ଦାୟିତ୍ୱବୋଧ ରହିବ ଏବଂ ସେଇ ସଂସ୍ଥାର ଦୁର୍ବଳତାକୁ ବାହାର କରିବାକୁ ହୁଏତ ବେଳେ ବେଳେ ଟିକେ ଆସେ ମନରେ ଯେ ନାଇଁ ନାଇଁ ଏ ଦୁର୍ବଳତାଟା ମୁଁ ବାହାର କରି ଗୋଟେ ଏତେ ବଡ଼ ସଂସ୍ଥାକୁ ଗୋଟେ ବାହାରକୁ ଏକ୍ସପୋଜ କରିବାର ଠିକ୍ ହେବନି ତେବେ ଆପଣ ସେମିତି କିଛି ଭାବି ନାହାନ୍ତି? ନା କଥା ହେଉଛି କ'ଣ ସେଇ କଥା ବି ଆମର ମୋ ନାଁରେ ଅଭିଯୋଗ ହେଲା ଆମର ଯେତେବେଳେ ବହିଟା ବାହାରିଲା ସେତେବେଳେ ମୁଁ ଯେଉଁ ସଂସ୍ଥାରେ କାମ କରୁଥିଲି ବା ସେମାନେ ସେଇ କଥା ଉଠିଲେ ଯେ ତମେ ମାନେ ଏ କଥା ସଂସ୍ଥାରେ ଥାଇକି କାହିଁ ଲେଖିଲ ବୋଲି ଇଭେନ୍ ମୁଁ ଯେତେବେଳେ ଚାକିରି କରୁଥିଲି କେତେଟା ଆର୍ଟିକଲ ମୁଁ ଲେଖିଥିଲି ଯୋଉଟାକି କ୍ରିଟିସାଇଜ୍ କରି ପ୍ରଥମ କଥା ହେଉଛି ମୋର ପ୍ରତିବଦ୍ଧତା କାହା ପାଇଁ ମୋ ପ୍ରତିବଦ୍ଧତା ଯେ ସରକାରଙ୍କ ପାଇଁ ନୁହଁ ଯେ 2-4 ଜଣ ଲୋକଙ୍କ ପାଇଁ ନୁହଁ ମୋର ପ୍ରତିବଦ୍ଧତା ହେଉଛି ଲୋକଙ୍କ ପାଇଁ ମୁଁ ଆପଏଣ୍ଟେଡ୍ ପାଇଛି ସରକାରଠୁ ଲୋକଙ୍କ କାମ ଆପଣଙ୍କ ରାଜ୍ୟ ପାଇଁ ଏବଂ ଦେଶ ପାଇଁ ବା ଦେଶ ପାଇଁ ମୁଁ କାମ କରିବାକୁ ଯାଉଛି ମୁଁ ଦେଶ ପାଇଁ କାମ କରିବାକୁ ମୋର ପ୍ରତିବଦ୍ଧତା କାହିଁ ମୋ ଡିପାର୍ଟମେଣ୍ଟ ଡିପାର୍ଟମେଣ୍ଟ ତ ଅଲ୍ଟିମେଟଲି ଯୋଉ ବିଭାଗ ବା ଯୋଉ ସଂସ୍ଥା ସହିତ ଆପଣ କାମ କରୁଛୁ ବା ଆମେ କାମ କରୁଛୁ ଚାକିରି ଖଣ୍ଡେ କରୁଛୁ ବୋଲି ଆମର ପ୍ରତିବଦ୍ଧତା ହେଉଛି ଯେ ଆମର ସମାଜ ପାଇଁ ଆମ ସାଧାରଣ ଲୋକଙ୍କ ପାଇଁ ଆମ ରାଜ୍ୟ ପାଇଁ
ଆମେ ତ ସେଇ କିଛି ଲୋକଙ୍କ ପାଇଁ ଜଣେ ମନେ କରନ୍ତୁ ଗୋଟେ କହିବ ଯେ ମୁଁ ତତେ ଏଇଠି ପୋଷ୍ଟିଂ କରିଥିଲି ତୁ ମୋ ପାଇଁ ଲୟାଲ୍ଟି ହବୁ, ତା ମାନେ ମୁଁ ଯୋଉ ପୋଷ୍ଟିଂ ତେବେ ଏଇ ଅନିଚ୍ଛୁକ ପ୍ରଶାସକ ବିଷୟରେ ଗୋଟେ ଶେଷ ପ୍ରଶ୍ନ ଆପଣଙ୍କୁ ପଚାରିବି ଯେ ଆପଣ ଭାବୁଛନ୍ତି କି ଆପଣଙ୍କର ଯେଉଁ ସ୍ପଷ୍ଟ ରହିଛି ଆପଣଙ୍କର ଅଭିବ୍ୟକ୍ତି, ତେବେ ତା ଦ୍ୱାରା କିଛିଟା ପରିବର୍ତ୍ତନ ପରିଲକ୍ଷିତ ହେଇଛି କିମ୍ବା କିଛି ଲୋକ ପ୍ରଭାବିତ ହେଇଛନ୍ତି? ନା କଥା ହଉଛି ଯେ ଦିଟା ପ୍ରକାର ଆସିଛି, ମାନେ ତାର ପ୍ରତିକ୍ରିୟା ଆସିଛି। ଯୋଉମାନେ ୟଙ୍ଗ ଅଫିସର୍ସ ଆକୁ ବହୁତ ଭଲ ପାଉଛନ୍ତି, ସେମାନେ ବହୁତ କିଣିଛନ୍ତି, ମୋ ପରସ୍ପର ପ୍ରତି ଆଲୋଚନା ବି କରୁଛନ୍ତି, ମୋ ଖବର ଆସି ପହଞ୍ଚେ। ଏବଂ ଯୋଉମାନେ ମୋ ସମସାମୟିକ ବା ମୋଠୁ ସିନିୟର କିଛି ଲୋକ ବିରକ୍ତମ୍ବ ଉପରେ ହେଇଛନ୍ତି ଏବଂ ସେମାନେ ଇଭେନ୍ କିଛି ଅଛନ୍ତି ସେମାନେ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ମୋ ସହିତ କାଟି ଦେଇଛନ୍ତି। ମୁଁ ଗୋଟେ ଫନି ଜିନିଷ କହୁଛି ଯେ ମୋ ଝିଅ ବାହାରକୁ ମୁଁ 1000 ଲୋକଙ୍କ ପାଇଁ ଡାକିଥିଲି, 900-600 ଜଣ ଆସିଥିଲେ। ପୁଅ ବାହାର ପାଇଁ ମୁଁ 700 ଡାକିଥିଲି। ଆମର ଯୋଉ OFS ଅଫିସର ଥିଲେ, ମୁଁ ତ ଓଡ଼ିଶା ଫାଇନାନ୍ସ ଅଫିସର ଥିଲି, ତାର ତ ଅଧିକାଂଶ ଆସିଲେନି। ମାନେ ସେତେବେଳେ ଗୋଟେ ପ୍ରକାର ସେ ବୟକଟ୍ କଲା ଭଳିଆ କଲେ। କିନ୍ତୁ ସାଧାରଣତଃ ଯୋଉମାନେ ସିନିୟର ଅଫିସର୍ସ ମୋ ସହ ସିନିୟର ଥିଲେ ବା ମୋ ସମସାମୟିକ, ସେମାନେ ଅସନ୍ତୁଷ୍ଟ ହେଲେ ଏବଂ ସେମାନେ ଭାବିଲେ, କିଛି ଲୋକ ଭାବିଲେ ଯେ ଆମେ ତାକୁ ମାନେ ଏକ୍ସପୋଜ କରିଦେଇଛୁ। ମୁଖ୍ୟ ଜିନିଷ ମୋର କହିବା କଥା, ଆମେ କାହା ପାଇଁ ଆମେ କମିଟମେଣ୍ଟ ଆମର କାହା ପାଇଁ? ଆମେ ଯୋଉ କାମ କରୁଛୁ ଆମେ ସାଧାରଣ ଲୋକଙ୍କ ପାଇଁ କରୁଛୁ, ଆମେ ରାଜ୍ୟ ପାଇଁ କରୁଛୁ, ଦେଶ ପାଇଁ କରୁଛୁ, ଆମର କିଛି ଗୋଟେ ଡିପାର୍ଟମେଣ୍ଟ ପାଇଁ କରୁନୁ। ତ ଯେତେବେଳେ ମୋର ବିବେକ ଆସିଲା ନା ଏ ଜିନିଷଟା ଠିକ ନୁହେଁ, ଇଭେନ୍ ଏ ଅନିଶ୍ଚିତ ପ୍ରଶାସନ ଲେଖିଲା ଭିତରେ ତା ଦେହରେ ଗୋଟେ ଚାପ୍ଟର ଅଛି ମିଛ ବଣିଜ ଚାକର ଚୋର ବୋଲି, ସେଇଟା ଗୋଟେ ଫକୀରମୋହନ ସେନାପତି ଗୋଟେ ଇଏରେ, ତା ଦେହରେ ମୁଁ ଗୋଟେ ଆର୍ଟିକଲ ଲେଖିଥିଲି। ମୁଁ ତ ଚାକିରି କରିଥିଲି ସେତେବେଳେ, ଗୋଟେ କରପସନ ଉପରେ ମୁଁ ସେ ଆର୍ଟିକଲଟା ଲେଖିଥିଲି, ଯୋଉଥିରେ ବି ସେତେବେଳେ ମଧ୍ୟ ଆମ ଫାଇନାନ୍ସ ଡିପାର୍ଟମେଣ୍ଟ କିଛି ଲୋକ ଚାହିଁଥିଲେ ମୋ ଉପରେ ଆକ୍ସନ ନେବା ପାଇଁ। ମୁଁ ସେତେବେଳେ ଯେ ସେକ୍ରେଟାରୀ ଥିଲେ ସେ କିନ୍ତୁ ମୋ ଆର୍ଟିକଲକୁ ସପୋର୍ଟ କରିଥିଲେ, ଯଦିଓ ଓଟା ଲେଖା ହେଇଥିଲା ମାନେ ଆମ ଡିପାର୍ଟମେଣ୍ଟରେ କିଛି କରପସନ ଉପରେ, କିନ୍ତୁ ଆମର ଯେ ସତ୍ୟନାରାୟଣ ଯେ ସେକ୍ରେଟାରୀ ଥିଲେ ସେ କିନ୍ତୁ ଏଟା ପସନ୍ଦ କରିଥିଲେ। ଯଦିଓ କିଛି ତଳ ତେବେ କୁହାଯାଏ ଗୋଟେ ଲେଖକ ଜୀବନରେ ଯେ ଗୋଟେ ଗୋଟେ ବହି ତା ପାଇଁ ଗୋଟେ ପ୍ରକାର କୁହାଯାଏ, ଗୋଟେ ପ୍ରକାର ମାଇଲ ଖୁଣ୍ଟ ବୋଲି ସାବ୍ୟସ୍ତ ହୁଏ। ଆଉ ମୁଁ ଭାବୁଛି ନିଶ୍ଚିନ୍ତ ଯେ ସହଦେବ ସାହୁ ଆଉ ଲେଖନ୍ତୁ କି ନ ଲେଖନ୍ତୁ, କିନ୍ତୁ ଏଇ ଗୋଟିଏ ବହି ଆପଣଙ୍କୁ ସବୁବେଳେ ରଖିବ ଆମର ପାଠକ ମହଲରେ। ତେବେ ମୋର ପରବର୍ତ୍ତୀ କଥାଟି ରହୁଛି ଯେ ମୁଁ ଆପଣଙ୍କର କିଛି ଗପ ପଢ଼ିଛି, ଯେଉଁଟାକି ବୋଧେ ଯାହା ମୁଁ ଭାବୁଛି ପ୍ରଥମ ଥର ପାଇଁ କିନ୍ନରମାନଙ୍କ ଉପରେ ତାଙ୍କ ଜୀବନ ବିଷୟରେ, ତାଙ୍କ ସମ୍ପର୍କରେ ଗପ ଲେଖିବାରେ ଆପଣ ହେଉଛନ୍ତି ସର୍ବପ୍ରଥମ ଓଡ଼ିଆ ଗଳ୍ପରେ। ତେବେ ଏଇ ଯେଉଁ କିନ୍ନରମାନଙ୍କ ଉପରେ ଗୋଟେ କଥା ରହିଲା, ତେବେ ଏଥିରେ ଯାହା ମୁଁ ପଢ଼ିଛି କିଛି, ଆଉ ବେଶ ଭଲ ବର୍ଣ୍ଣନା ରହିଛି ଏବଂ କଥା ଗୁଡ଼ା ଯେମିତି ଲାଗେ ଯେ ଯେମିତି ଆପଣ ମାନେ ସେଗୁଡ଼ା ଦେଖିଛନ୍ତି, ଅନୁଭବ କରିଛନ୍ତି। ତେଣୁ ତେବେ ଏଇଭଳି କଥାଟିକୁ ନେଇକରି, ଯେଉଁଟାକି ଇଏ ଗୋଟେ ପ୍ରକାର କହିବାକୁ ଗଲେ ଇଏ ଗୋଟେ ବିଷୟ ଥିଲା ଯାହାକୁ କେହି ଛୁଇଁବାକୁ ଚାହୁଁନଥିଲେ, ବହୁତ କମ୍ ଲେଖା ଏ ବିଷୟରେ ଥିଲା। ତେବେ ଆପଣଙ୍କ ମନକୁ ଏଭଳି ଗୋଟେ ଆସିଲା କେମିତି? ଏଇଟା ଗୋଟେ ହଉଛି ଚାନ୍ସ ମିଟିଂ, ମାନେ ଆକସ୍ମିକ ଭାବେ ମୁଁ ତାଙ୍କୁ ଦେଖିଲି। ମୁଁ ଯେତେବେଳେ ଥିଲି 2010 ମସିହା ବ୍ୟାଚର ଯେଉଁ ଅଫିସର ମାନଙ୍କ ଟ୍ରେନିଂର ମୁଁ କୋଅର୍ଡିନେଟର ଥିଲି, ସେଠି ଜଣେ ଆମର ଅଫିସର ଥିଲେ, ସିଏ ଥିଲେ ଜଣେ କିନ୍ନର। ଏଟା 2014 ସୁପ୍ରିମକୋର୍ଟ ଡିସିସନ ଦେଲା ପୂର୍ବ ଘଟଣା। ସିଏ ଯେତେବେଳେ ଦିନ ବେଳେ ଠିକ ପ୍ୟାଣ୍ଟ ସାର୍ଟ ପିନ୍ଧିକି ସେ ଅଫିସକି ଆସନ୍ତି, କିନ୍ତୁ ଇଭିନିଂରେ ଗୋଟେ ବାହାରେ ମୁଁ ତ ଦେଖିଲି ସିଏ ଆକ୍ଚୁଆଲି ଗୋଟେ ଝିଅ ଡ୍ରେସ୍ ପିନ୍ଧିକି ଆସିଥିଲା। ଝିଅଟା ଡ୍ରେସ୍ଟା ପିନ୍ଧିକି ଆସିଥିଲା, ମୁଁ ତ ପଚାରିଲି ତାଙ୍କ ସାଙ୍ଗମାନଙ୍କୁ, ଏମିତି କାହିଁ ଡ୍ରେସ୍ଟା ପିନ୍ଧିଛି? ଝିଅ ଡ୍ରେସ୍ଟା ପିନ୍ଧିଛି, ଲିପଷ୍ଟିକ୍ ଲଗେଇଛି, କାନରେ ବି ଗୋଟେ ଫୁଲ ଲଗେଇଛି। ମୁଁ ତ ପଚାରିଲି କାହିଁକି ନା ସିଏ ହେଉଛି ଜଣେ ହିଞ୍ଜଡ଼ା, ମାନେ କିନ୍ନର ନୁହେଁ ହିଞ୍ଜଡ଼ା। ହିଞ୍ଜଡ଼ା କଲା। ମୁଁ ତାକୁ ପଚାରିଲି ଯେତେବେଳେ ସିଏ ତା ଘରକୁ ଥରେ ଗଲି, ତାକୁ ପଚାରିଲି, ତାପରେ ଡିଟେଲ୍ସ ତା ଘଟଣା, ତା ପାଖରେ ଆଉ ଗୋଟେ ମାନେ ପିଲା ଥିଲା, ତା ନାଁ ହେଉଛି କହିଲେ କିଛି ଅସୁବିଧା ନାହିଁ, କାହିଁକିନା ସେ ନିଜକୁ ବର୍ତ୍ତମାନ ଡିକ୍ଲେୟାର କରିଛନ୍ତି, ତା ନାଁ ହେଉଛି ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ। ତାର ଅରିଜିନାଲ ନାଁ ଥିଲା ରସ୍ତିକାନ୍ତ। ସେ ବି SRS ଯେଉଁ କହନ୍ତି, ମାନେ ସେକ୍ସ ରିଆଲାଇନମେଣ୍ଟ ସର୍ଜରୀ ସେ କରିଦେଇଛି, ପୁରୁଷର ସ୍ତ୍ରୀ ହେଇଯାଇଛି। ତ ତାର ମତେ ଭାରି ଆକୃଷ୍ଟ କଲା। ତାର ଆଉ ଗୋଟେ କାରଣ, ତା ବ୍ୟାକଗ୍ରାଉଣ୍ଡ ଆଉ ଗୋଟେ କାରଣ ହେଉଛି, ମୋ ପିଲାଦିନେ ଜଣେ ପିଲା, ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ଗୋଟେ ପିଲା ଥିଲା, ତାକୁ ମାଇଚା ଡାକନ୍ତି, ଆମେ ମାଇଚା କୁହନ୍ତି। ସେ ବାହା ହେଇଥିଲା, ବାହା ହେବା ପରେ କିଛି ଦିନ ପରେ ସୁଇସାଇଡ୍ କରିଦେଇଥିଲା। ଆମେ ତ ପଚାରିଲୁ ଯେ ସେ କାହିଁକି ସୁଇସାଇଡ୍ କଲା? ସେ ମୋ ସାଙ୍ଗରେ ପଢ଼ୁଥିଲା, 9ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିଲା, ତାପରେ ପାଠ ପଢ଼ିଲାନି। ସେ କାହିଁକି ସୁଇସାଇଡ୍ କଲା? ନା ସେଟା ମାଇଚାଟା କ'ଣ ହବ? ସେତେବେଳେ ମୁଁ ବୁଝିନଥିଲି ଯେ ମାଇଚାଟା ପାଇଁ କାହିଁକି ସୁଇସାଇଡ୍ କଲା, ମୁଁ ସେତେବେଳେ ବୁଝିନଥିଲି। ତାପରେ ଆ ସହିତ ମିଶିଲା ପରେ ମୁଁ ସେଇ କଥାଟା ମନେ ପଡ଼ିଲା ଯେ ଏମିତି ଗୋଟେ ଘଟଣା ଘଟିଥିଲା। ତ ତାର ଲାଇଫ୍ ହିଷ୍ଟ୍ରି ନେଇକରି ମୁଁ ପ୍ରଥମରୁ ଗପ, ମାନେ କିଛିଟା ଆର୍ଟିକଲ ଲେଖିଥିଲି, ଯୋଉଟାକି ଆର୍ଟିକଲ ଗୁଡ଼ା ବାହାରିଥିଲା ସମ୍ବାଦରେ, ବାହାରିଥିଲା ଇଂରେଜୀରେ, ପାଉନରରେ ବାହାରିଥିଲା। ମୁଁ ତାପରେ ଗପଟା ଲେଖିଥିଲି ନିର୍ବାଣ, ସେଇ ତାରି ଘଟଣାକୁ ନେଇକି। ସେ ହେଉଛି ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ। ସେ ବର୍ତ୍ତମାନ ଡେପୁଟି ବୋଧେ ଜଏଣ୍ଟ କମିଶନର ହେଇଗଲାଣି।
ତେଣୁ ସେ ହେଉଛି ଓଡ଼ିଶାର ମାନେ ଇଣ୍ଡିଆର ପ୍ରଥମ ବ୍ୟୁରୋକ୍ରାଟ, କିନ୍ନର ବ୍ୟୁରୋକ୍ରାଟ, ପ୍ରଥମ କିନ୍ନର ବ୍ୟୁରୋକ୍ରାଟ। ତାପରେ ବୋଧେ ଆଉ କେହି ବ୍ୟୁରୋକ୍ରାଟ ହେଇନାହାନ୍ତି। ଏବେ ତ ଜଣେ ଗଲେ MP ହେଇକି ଗଲେ। ତେଣୁ ତାକୁ ଦେଖି ତାହାର ଅନୁଧ୍ୟାନ କରି ଗଲି। ତାପରେ ଯେତେବେଳେ ମୁଁ ଅନ୍ୟ ଗପ ଗୁଡ଼ା ଲେଖିଲି ସେତେବେଳେ ତାଙ୍କ ସହିତ ମୁଁ ମିଶିଲି। ମୁଁ ମିଶିଛି, ତାଙ୍କ ଘରକୁ ଯାଇଛି, ତାଙ୍କ ମାନେ ସେ ଯେଉଁ ପଳାଶପଲ୍ଲୀ ଅଞ୍ଚଳ ରହନ୍ତି ତାଙ୍କ ଘରକୁ ଯାଇଛି, ତାଙ୍କ ଘରେ ବସିଛି, ତାଙ୍କ କଥା ତାଙ୍କ କାହାଣୀ ଶୁଣିଛି। ସେମାନେ ସବୁ କହନ୍ତି ତାଙ୍କ ଦୁଃଖ କ'ଣ, ସମସ୍ୟା କ'ଣ, କେମିତି ଗୋଟେ ନାରୀ ପୁରୁଷ ହେବେ, ମାନେ ନାରୀ ଗୋଟେ ପୁରୁଷ ଦେହରେ ବନ୍ଦିନୀ ନାରୀ। ମାନେ ଆମେ ଯଦି କହିବା ଯେ ଗୋଟେ ନାରୀଟେ ପୁରୁଷ ଭିତରେ ଅଛି, ଯେ ଗୋଟେ ପୁରୁଷ ଦେହରେ ବନ୍ଦିନୀ ନାରୀ, ସେଇଟା ହେଉଛି କିନ୍ନର ବୋଲି ସେମାନେ କହନ୍ତି। ଏବଂ ସିଏ କେମିତି ତାଙ୍କ ଯନ୍ତ୍ରଣା ପାଆନ୍ତି। ମୁଁ ତ ଜଣେ ପଚାରିଲି, ମୁଁ କହିଲି ଆପଣ ଯେଉଁ ଅପରେସନ କରୁଛନ୍ତି ଏଇଟା ଭାରି କଷ୍ଟକର ଅପରେସନ, এটা কষ্টকর কেন আপনার সেই যে এবে তো আগুন তো 2014 মସିହା ପୂର୍ବରୁ ଅପରେସନ ୱାଜ ନଟ୍ ଲିଗାଲ, ଲୁଚେଇକି ସେମାନେ କରୁଥିଲେ। ଏବଂ ଟ୍ରାଡିସନାଲ ୱେରେ ଯେଉଁମାନେ କରନ୍ତି ସେମାନେ ଗୋଟେ କାଟି ଦିଅନ୍ତି ତାଙ୍କ ପୁରୁଷ ଅଙ୍ଗଟାକୁ, ତାର ହଳଦୀ ତେଲ ଲଗେଇ ଦିଅନ୍ତି ଏବଂ ସେଟା ବେଳେବେଳେ ବି ସେଟା ମରି ମାରି ଯାଆନ୍ତି, ଏମିତି ବି ହୁଏ। ଏବେ ଅବଶ୍ୟ ତାଙ୍କର ଯେଉଁ 2014 ପରେ ବା ସେମାନଙ୍କର ଲିଗାଲ ହେଇଗଲାଣି ଏବଂ ସେମାନେ ଗୋଟେ ବର୍ଷ ପୂର୍ବରୁ ହରମୋନ ଟ୍ରିଟମେଣ୍ଟ ହୁଅନ୍ତି, ସାଇକ୍ଲୋସ୍ ଟ୍ରିଟମେଣ୍ଟ ହେଉଛନ୍ତି, ତାପରେ ତାଙ୍କର ଅପରେସନ ହୁଏ। এটা ଗୋଟେ ଭାରି ଲଙ୍ଗ ପ୍ରସଙ୍ଗ, ତେଣୁ ଏଇଟା ଗୋଟେ ବହୁତ ଆପଣ ବହୁତ ଆ ବିଷୟରେ ବହୁତ ମାନେ ଅନୁଧ୍ୟାନ କରିଛି ଏବଂ ଗୋଟେ ପ୍ରକାର ମୁଁ ସେମାନଙ୍କ ସହ ମିଶିଛି ଏବଂ କିଛି କିନ୍ନରଙ୍କ ଅଟୋବାୟୋଗ୍ରାଫି ମୁଁ ପଢିଛି। ଯେମିତି ଗୋଟେ ହଉଛି ସ୍ମାଇଲିଂ ବିଦ୍ୟା, ସେ ଜଣେ ତାମିଲନାଡୁର ଜଣେ ତାର ପଢୁଥିଲି, ଏ ରେବତୀ ଟ୍ରୁଥ ଏବାଉଟ୍ ମି ତାଙ୍କର ବହି, ଲକ୍ଷ୍ମୀନାରାୟଣ ତ୍ରିପାଠୀ ତାଙ୍କ ବହି, ଏମିତି ମୁଁ କିଛି ମାନେ ପ୍ରଥମ କଥା ହେଲା ଯେ ତାକୁ ମିଶିଛି ଏବଂ ସେ ବହି ଗୁଡ଼ା ପଢିଛି। ତା ଦେବଦତ୍ତ ପଟ୍ଟନାୟକ ଗୋଟେ ବହି ପଢିଥିଲି ହିଷ୍ଟୋରିକାଲି ଆମ ରିଲିଜିୟସ୍ କିନ୍ନରଙ୍କ ସ୍ଥାନ, ଯେମିତି ଶିଖଣ୍ଡୀ, ଅରାବଣ, ମାନେ ଅରାବଣ ହେଉଛି ଆମର ଯୋଉ ଅର୍ଜୁନଙ୍କର ପୁଅ ଯିଏକି ଅରାବଣୀ ବୋଲି କୁହନ୍ତି, ଅରାବଣ ଏମିତି ସେମାନଙ୍କର ମୁଁ ପଢିଛି ଆଗେ, ମାନେ ତାଙ୍କର ବ୍ୟାକଗ୍ରାଉଣ୍ଡଟା ପଢିଛି। ତେବେ ଆପଣ ଯୋଉ କହିଲେ ଯେ ଆପଣ କିଛି କିନ୍ନରଙ୍କ ଘରକୁ ଯାଇଛନ୍ତି, ଯେତେବେଳେ ଆପଣ ସେମାନଙ୍କ ସହିତ ବସିଛନ୍ତି ସେତେବେଳେ ଆପଣଙ୍କର ମନୋବୃତ୍ତି କେମିତି ଥାଏ ବା ଆପଣ କେମିତି ଗୋଟେ ମାନସିକତା ମାନେ ମୋ ମନରେ କୌତୁହଳ ଥାଏ, କୌତୁହଳ ଥାଏ ଏମାନେ କେମିତି ବଞ୍ଚୁଛନ୍ତି, କେମିତି ରହୁଛନ୍ତି, କାହା ସହିତ କେମିତି ବ୍ୟବହାର କରୁଛନ୍ତି। ସେମାନେ ବହୁତ, ମୁଁ ଯେଉଁମାନଙ୍କ ସହିତ ମିଶେ ସେମାନେ ବହୁତ ଫ୍ରେଣ୍ଡଲି, ବହୁତ ଭଲ ପାଆନ୍ତି, ତାଙ୍କ ହୃଦୟରେ ଗୋଟେ ଭଲ ପାଇବାଟା ଥାଏ। ସେମାନେ କହିବେ ଆଜ୍ଞା ଆମେ ବଢିଆ ରୋଷେଇ କରୁ, ଖାଇକି ଯାଆନ୍ତୁ। ଜଣେ କହିବ ଯେ ଆଜ୍ଞା ମୁଁ ବଢିଆ ମାଂସ ତିଆରି କରି ଆମେ ରୋଷେଇ କରି ଖାଇକି ଯାଆନ୍ତୁ। ବହୁତ ଭଲ ପାଆନ୍ତି ସେମାନେ। ଏବଂ ତାଙ୍କର ଯୋଉ ତାଙ୍କର ହିଷ୍ଟ୍ରି ବି ପଢିଛି, ତାଙ୍କର ତାଙ୍କର ଯୋଉ ବହୁଚାରା ମାତା ଯାହାକୁ ସେମାନେ ପୂଜା କରନ୍ତି, ମୁଁ ଦିଟା ସାଇଡ୍ କରିଛି, ତାଙ୍କ ବିଷୟରେ ଅଧ୍ୟୟନ କରିଛି, ରିଲିଜିୟସ୍ ଲିଟରେଚର, ତାଙ୍କର ଅଟୋବାୟୋଗ୍ରାଫି, ଏଗୁଡ଼ା ମୁଁ ପଢିଛି, ଥିଓରିଟିକାଲ ଜିନିଷ ଗୁଡ଼ାକ, ଏବଂ ତାଙ୍କ ସହିତ ମିଶିଛି। ଏବଂ ଏ ବହିଟା ଲେଖିବାକୁ ଯୋଉ ମୋର ଗୋଟେ କିନ୍ନର ଉପରେ ଯୋଉ ବହିଟା ଅଛି ଅଦୃଶ୍ୟ ମଣିଷ, ଓଡ଼ିଆରେ, ଇଂରେଜୀରେ ବି ସେଟା ବାହାରି ଯାଇଥାଏ ଇନଭିସିବଲ୍ସ ବୋଲି, ଏବଂ 5ଟା ଗପ ଅଛି। ଏଗୁଡ଼ାକ ସବୁ ଗୁଡ଼ାକ ସତ୍ୟ ଘଟଣା, ସବୁ ଗୁଡ଼ାକ ହଉଛି ସତ୍ୟ ଘଟଣା ଏବଂ ସେ ତାଙ୍କ ଉପରେ ବେଶ କରି ଲେଖିଛି। ଏବଂ ସେମାନେ ଆଉ ଗୋଟେ କଥା, ସେମାନେ କହନ୍ତି ଯେ ଆପଣ ଆମ ବିଷୟରେ ଲେଖନ୍ତୁ, କାହିଁକିନା ଲୋକ ଜାଣନ୍ତୁ ଯେ ଲୋକଙ୍କର ଗୋଟେ ମାନେ ଗୋଟେ ଭୁଲ ବୁଝାଣ ଅଛି ତାଙ୍କ ଉପରେ। ତ ସେ ଜିନିଷ ସେମାନେ ଯେମିତି ଲୋକ ସାଧାରଣ ଲୋକ ବୁଝନ୍ତୁ, ସେମାନେ ନିଜେ ଚାହାନ୍ତି, ମାନେ ସେମାନେ ମୋତେ ପ୍ରୋତ୍ସାହନ କରୁଛନ୍ତି ଲେଖିବା ପାଇଁ, ବହୁତ କୋପରେଟ୍ କରୁଛନ୍ତି। ତେବେ ମୁଁ ଏଠିକି ଆସିକିରି ଗୋଟେ କଥା ଯାହା ମାନେ ପ୍ରକୃତରେ ମୋତେ ଚମତ୍କୃତ କରିଛି ଯେ ସହଦେବ ସାହୁଙ୍କର ଗୋଟେ ଚମତ୍କାର ଲାଇବ୍ରେରୀ ଅଛି ଏବଂ ଯାହା ମୁଁ ଶୁଣିଛି ଏବଂ ଯାହା ବି ମୁଁ ଆପଣଙ୍କ କଥାରୁ ବି ଜାଣିପାରୁଛି ଯେ ଆପଣ ବହୁତ ପଢ଼ନ୍ତି, କେବଳ ଓଡ଼ିଆ ସାହିତ୍ୟ ନୁହେଁ ଇଂରାଜୀ ସାହିତ୍ୟ ଏବଂ ବିଶେଷ କରି ଆପଣ ଆତ୍ମଜୀବନୀ ବହୁତ ପଢ଼ିବାକୁ ବହୁତ ଭଲ ପାଆନ୍ତି। ତେବେ ଏଇ ଯେଉଁ ପଢ଼ିବା ଗୋଟେ ଆପଣ ଡେଭଲପ୍ କରିଛନ୍ତି, ଏତେ ସୁନ୍ଦର ଗୋଟେ ବଢ଼ିଆ ଗ୍ରନ୍ଥାଳୟ କରିଛନ୍ତି ନିଜ କହିବାକୁ ଗଲେ ନିଜ ପ୍ରଚେଷ୍ଟାରେ। ତେବେ ମୁଁ ତ କହିବି ଯେଉଁମାନେ ଆଜିକାଲି ବହି ପଢ଼ୁନାହାନ୍ତି କିମ୍ବା ଆମର ବିଶେଷ କରି ମୁଁ ତ କହିବି କିଛି ଆମର ସାହିତ୍ୟିକ ବନ୍ଧୁ କିଛି ବରିଷ୍ଠ ସାହିତ୍ୟିକ ବନ୍ଧୁଙ୍କୁ ମୁଁ କହିବି ଭାଇ ଥରେ ଆସିକି ସହଦେବ ଭାଇଙ୍କ ଲାଇବ୍ରେରୀ ଦେଖ, କେତେ ବହି ଅଛି ଏବଂ ନିଶ୍ଚିତ ଭାବରେ ସମସ୍ତେ ଉତ୍ସାହିତ ହେବେ ଏବଂ ସମସ୍ତଙ୍କର ଗୋଟେ ଆସିବ ଗୋଟେ ପ୍ରେରଣା। ତେବେ ଗୋଟେ କଥା, ଯେହେତୁ ଆପଣ ବହୁତ ବହି ପଢ଼ିଛନ୍ତି, କେବଳ ଓଡ଼ିଆ ସାହିତ୍ୟ ନୁହେଁ ବିଶ୍ୱ ସାହିତ୍ୟକୁ ମଧ୍ୟ ବହୁତ ଅନୁଧ୍ୟାନ କରିଛନ୍ତି, ମାର୍କେଜଙ୍କ ଠାରୁ ଆରମ୍ଭ କରି ଗୁହଙ୍କ ପର୍ଯ୍ୟନ୍ତ ସବୁ ପ୍ରକାର ବହି ଆପଣଙ୍କ ପାଖରେ ଏଠି ରହିଛି ମୁଁ ଦେଖୁଛି। ତେବେ ଆପଣଙ୍କୁ ଏଇଠି ଗୋଟେ ପ୍ରଶ୍ନ ପଚାରିବି ଯେ ସମକାଳୀନ ବିଶ୍ୱ ସାହିତ୍ୟ ଆଉ ଓଡ଼ିଆ ସାହିତ୍ୟ ଆପଣ ଭାବୁଛନ୍ତି କି କିଛି ଗୋଟେ ଶୂନ୍ୟସ୍ଥାନ ଅଛି ବା ଗୋଟେ କିଛି ଗ୍ୟାପ୍ ରହିଛି? ଅର୍ଥାତ୍ ଯୋଉଟା ସାହିତ୍ୟ ହେଉଛି ସେଇ ସମାଜର ଛବି, ଯୋଉ ସମାଜରେ ଜଣେ ରହୁଛି, ଆପଣ ଲେଖନ୍ତି, ଆପଣ ଗୋଟେ ସମାଜ, ଆମେ ଓଡ଼ିଆ ସମାଜରେ ରହୁଛୁ, ଆମ ସମାଜକୁ ଆମେ ହିଁ ରିଫ୍ଲେକ୍ଟ କରୁଛୁ, ଆମେ ଯାହା ଦେଖୁଛୁ, ଆମେ ଯାହା ଦେଖୁଛୁ, କାହାଣୀଟା ତ କୋଉଠୁ ଶୂନ୍ୟରୁ ଆସିନି ନା। ଆପଣ ଯାହା ଦେଖୁଛନ୍ତି
ଯାହା ଭେଟୁଛନ୍ତି କେଉଁ ଚରିତ୍ରକୁ ଭେଟିଲେ, କେଉଁ ଗୋଟେ ଘଟଣା ଭେଟିଲେ, କେଉଁ ଗୋଟେ ମାନେ ଗୋଟେ ଆପଣ ମନରେ ଗୋଟେ ଆଇଡ଼ିଆ ଆସିଲା ଯେ ଏଇ ଆଇଡ଼ିଆକୁ ନେଇକି ମୁଁ ଗପଟେ କରିବି, ହୁଏତ 3 ପ୍ରକାର ମୁଁ ଭାବିବାରେ ଗପ ହେଇପାରେ। ଗୋଟେ ଚରିତ୍ରକୁ ଦେଖିଲେ ତାପରେ କାହାଣୀ କନଷ୍ଟ୍ରକ୍ସନ୍ କରିବେ। ସେ ଚରିତ୍ର ଯଦି ଆପଣଙ୍କୁ ଟିକେ ବିଚିତ୍ର ଲାଗିଲା ବା ଗୋଟେ ଠିକ୍ ଲାଗିଲାନି ସେମିତି ବି କରିପାରନ୍ତି। ଆଉ ଗୋଟେ ମୋତେ ଘଟଣାଟା ଦେଖିଲେ ଘଟଣା ପରେ କାହାଣୀ କରିପାରେ, କିମ୍ବା ଏମିତି ଗୋଟେ ହେଇପାରେ ଯେମିତି ଗୋଟେ ଆପଣ ଆଇଡ଼ିଆଟାକୁ ଆପଣ କହିବାକୁ ଚାହୁଁଛନ୍ତି, ଆଇଡ଼ିଆ ହେଲେ ଆପଣ ଚରିତ୍ର ଏବଂ ଇଏ କରିବେ। ଏମିତି ତ ଗପଟା ଲେଖାଯାଏ ନା। ତେଣୁ ଆମେ ଯେଉଁ ସମାଜରେ ରହୁଛୁ, ଯେଉଁ ଲୋକଙ୍କୁ ଭେଟୁଛୁ, 3ଟି ଯାକ ଯେଉଁ ଜିନିଷ ଆପଣ କହିଲେ, ଆପଣଙ୍କ ମାଇଣ୍ଡଟା ହେଉଛି ପ୍ରଡକ୍ଟ ଅଫ୍ ୟୋର ସୋସାଇଟି। ଆପଣ ମନେ କରନ୍ତୁ ବର୍ତ୍ତମାନ ଆମ ଓଡ଼ିଶା ସୋସାଇଟି ଯାହା, ଆପଣ ମାଇଣ୍ଡଟା ସେଇଆ। ଯେଉଁ ଭଳିଆ ଆପଣ ମାନେ ଆପଣ ଯେମିତି ପଢ଼ି ଆସିଛନ୍ତି ପିଲାଦିନରୁ, ଯେଉଁ ପରିବେଶ ପଡ଼ିଛନ୍ତି, ସେଇଟା ହେଉଛି ଆପଣଙ୍କ ମାଇଣ୍ଡ। ୟୁଅର ମାଇଣ୍ଡ ସ୍ପିକ୍ସ ଅଫ୍ ୟୋର ସୋସାଇଟି। ଆପଣ ଯଦି ହୁଏତ ଯେଉଁ ଜିନିଷଟା ଆମେ ମନେକର ମାର୍କୁଏଜ ତାଙ୍କ ସୋସାଇଟି ଆମଠାରୁ ଭିନ୍ନ, ତ ତାଙ୍କର କଥା ହେଉଛି ଯେ ଆମ ସୋସାଇଟି ଆମେ ଠିକ୍ ଭାବେ ପ୍ରତିଫଳିତ କରୁଛୁ ନା ନାହିଁ। ଯଦି ଆମେ ସେଇ ଘରେ ପ୍ରତିଷ୍ଠିତ କରୁଛୁ, ଆମେ ହେଉଛୁ ଗପ ଠିକ୍। ମନେକର ରେବତୀ ବୋଲି ଗପଟା ଆମେ ସବୁବେଳେ ଉଦାହରଣ ଦିଆଯାଏ। ସେ ସେଇ ସମୟର କଥା କହିଛନ୍ତି, ଯେଉଁ ସମୟରେ ଫକୀରମୋହନ ସେନାପତି ଥିଲେ ସେଇ ସମାଜ କହିଛନ୍ତି କି ତାଙ୍କର ଯେଉଁ 6 ମାଣ ଉପନ୍ୟାସ, ସେଇ ସମାଜର ଜମିଦାର, ସେଇ ସମାଜରେ ଯେଉଁ ଜମିଦାର ମାନେ ଯେଉଁ ଏକ୍ସପ୍ଲଏଟ୍ କରୁଥିଲେ, ତ ଗୋଟେ ସମାଜ ଉପରେ ଯେଉଁ ସମାଜର ଲେଖକ ରହୁଛି ସେଇ ସମାଜ କହିବ। ତେଣୁ ମାର୍କୁଏଜ ହୁଅନ୍ତୁ ବା ହାରୁକି ମୁରାକାମି ଜାପାନ ହୁଅନ୍ତୁ, ତାଙ୍କ ସମାଜ ଆମ ସହିତ ଅଲଗା। এইটা হচ্ছে প্রথম কথা, থিম অনুসারে নিজ সমাজ କହିବ। দ্বিতীয় কথা হচ্ছে ଷ୍ଟାଇଲ ଉପରେ, ସେ ଯେଉଁ ସିମ୍ବଲିଜମ ୟୁଜ୍ କରନ୍ତି ଆମର ସେଠି ଏପର୍ଯ୍ୟନ୍ତ ହେଇନାହିଁ। ମନେକର ମାର୍କୁଏଜ ଯେଉଁ ମ୍ୟାଜିକ ରିଅଲିଜମ କହୁଛନ୍ତି, କି ନହେଲେ ହାରୁକି ମୁରାକାମି, ହଠାତ୍ ଦେଖିବେ ଗୋଟେ କାଫକାନର ସ୍ୱରରେ ଗୋଟେ ବହି ଅଛି, ତାଙ୍କ ଗୋଟେ ଆକାଶରୁ ବର୍ଷା ହେଉଥିବ ମାଛ, ଏଇ ଯେଉଁ ଗୋଟେ ସହରରେ ଖାଲି କ୍ୟାଟ୍ ଗୁଡ଼ା ଥିବେ, ଏମିତିଆ ସିମ୍ବଲିଜମ ୟୁଜ୍ କରି ଓଡ଼ିଶାରେ ଲେଖା ହେଇନି। ତୃତୀୟ ଜିନିଷ ହେଉଛି ଆମ ଯେଉଁ ସମାଜରେ ଆମ ସହ ସଂଘର୍ଷ ଏତେ ନାହିଁ। ଆମର ଏଠି ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ ନାହିଁ। ଆମର ଭିତରେ ଏତେଟା ଯେଉଁ ଆମର ଗୋଟେ ଓଡ଼ିଶାର ଯେଉଁ ଆମର ଦେଖିବେ, ସେ ଯେମିତି ମନେ କରନ୍ତୁ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନରେ ଇଂଲଣ୍ଡରେ ଯେଉଁ ସଂଘର୍ଷ ଥିଲା, ମାନେ ଗୋଟେ କମ୍ପିଟିସନ୍ ଥିଲା, ମାନେ ଗୋଟେ କ'ଣ କରିବା କୁହନ୍ତି, କେମିତି ଧନୀ ହେବେ, କେମିତି ସର୍ଭାଇଭାଲ। ମାର୍କ୍ସିମ ଗର୍କିଙ୍କର ଯେମିତି ମଦର, ଆପଣ ଗୋଟେ ଏକ୍ସାମ୍ପଲ ନେଇପାରନ୍ତି, ମଦର, କାରଣ ସେଇଟା ଗୋଟେ ସଂଘର୍ଷକୁ ନେଇକରି ହିଁ ତାଙ୍କର ନା ରଷିଆର ଯେଉଁ ବିଫୋର ରିଭଲ୍ୟୁସନ ଯେଉଁ ଅଛି, କୋର୍ଟ କ୍ଲୋଜ ଦ ଡନ୍, ମାର୍କ୍ସିମ ଗର୍କିଙ୍କର ମଦର ହଉ ବା ଟଲଷ୍ଟୟଙ୍କର ହଉ ବି ୱାର ଆଣ୍ଡ ପିସ୍, ଇଭିନ୍ ଆନ୍ନା କାରେନିନା ଯୋଉ ଲଭ ଷ୍ଟୋରି, ୱାନ୍ ଅଫ୍ ଦ ବେଷ୍ଟ ଲଭ ଷ୍ଟୋରି କୁହନ୍ତି, ସେ ତାଙ୍କ ସମାଜ କହିଛି। ଗୋଟେ ଆନ୍ନା କାରେନିନାର ଯୋଉ ଉପନ୍ୟାସ ଗୋଟେ ଉଦାହରଣ ଯଦି ଯେହେତୁ କଥାରେ ପଡ଼ିଲେ କହିବାକୁ, ସେ ଆନ୍ନା କାରେନିନା କ'ଣ ଅଛି, ଆମକୁ ଭଲ ପାଉଛି, ତା ବାହା ମାନେ ଅଦର ଦାନ ହର ହଜବାଣ୍ଡ, ତାର ସ୍ୱାମୀ ପାଉଛି, ତାର ହଜବାଣ୍ଡ ଯଦି ସେତେବେଳେ ତାକୁ ପରମିଶନ ଦେଇଥାନ୍ତା ବା ଡିଭୋର୍ସ ଥାନ୍ତା, ସେ ତ ବାହା ହେଇପାରିଥାନ୍ତା, ସେ ତ ଡିଭୋର୍ସ କରିବାକୁ ଦେଉନି। ଆମର କ'ଣ ସମାଜ ସେଇଟା ଅଛି କି? ନା, ଆମ ସମାଜ ନାହିଁ। ତ ସେ ନିଜ ନିଜ ସମାଜରେ ସେଇ ସମୟରେ ଆଉ ଯେଉଁ ସଂଘର୍ଷ ଜିନିଷଟା, ମାନେ ମାନସିକ ସ୍ତର ସଂଘର୍ଷ, ବଞ୍ଚିବା ପାଇଁ ସଂଘର୍ଷ, ଏତେଟା ନାହିଁ ଯେମିତି ୱେଷ୍ଟର୍ଣ୍ଣ ସୋସାଇଟି ବା କଲମ୍ବିଆନ ସୋସାଇଟି ବା ମାନେ ମାର୍କୁଏଜ, ସେ ପ୍ରକାର ଆମର ନାହିଁ। ହୁଏତ ବର୍ତ୍ତମାନ ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ ହୁଏତ ସେଇଭଳି ଗୋଟେ କିଛି ଆଣିବ ଲେଖକଙ୍କୁ, ଯେଉଁମାନେ ସେମାନଙ୍କର ସଂଘର୍ଷ କଥା ହିଁ ନା, ଆମର ମନେକର ପ୍ରାଣବନ୍ଧୁ ଭଗବାନଙ୍କର ଗୋଟେ ଗପ ଅଛି ସୁଅମର ପଥର, ସେଟା ବି ଯୁଦ୍ଧ ପୃଷ୍ଠଭୂମିରେ ଲେଖା ହେଇଛି, ନାଇଁ। ଆମର ଏଠି ଡାଇରେକ୍ଟଲି ଇନଭଲଭମେଣ୍ଟ ନାହିଁ। ବାସ୍, ଆମର ଯୋଉ ଯୁଦ୍ଧରେ ଆମର ଡାଇରେକ୍ଟ ଇନଭଲଭମେଣ୍ଟ କିଛି ନାହିଁ। ଆମର କେବଳ ଯୁଦ୍ଧର ପରୋକ୍ଷ ଭାବରେ ଦରଦାମ ବଢ଼ିଯାଉଛି, ମାନେ କ'ଣ ହଉଛି, ମାନେ ଗ୍ୟାସ୍ ମିଳୁନି, ଏଇ ଟାଇପ୍ର ହଉଛି। କିନ୍ତୁ ଆମର ଡାଇରେକ୍ଟ ଆମର କେତେ ଲୋକ କେହି ମରୁନାହାନ୍ତି। ଆମେ କିଏ ଯୁଦ୍ଧ, ଯଦି ମନେ କରନ୍ତୁ ଆପଣ ଦେଖନ୍ତୁ ଓଡ଼ିଶାରେ ମାନେ ଭାରତ ବିଭାଜନ ହେଲା, ଭାରତ ବିଭାଜନ ଉପରେ ବହୁତ ଭଲ ଗପ ଅଛି ପଞ୍ଜାବର, କାହିଁକିନା ସେମାନେ ଭୋଗିଛନ୍ତି। ବେଙ୍ଗାଲୁରୁ ବି ଅଛି, ବେଶୀ ପଞ୍ଜାବରେ ଅଛି, ମାନେ ଅମୃତା ପ୍ରୀତମର ହଉ, କିମ୍ବା କେ.ଏସ୍. ଦୁର୍ବଳଙ୍କର ହଉ, ଭୀଷ୍ମ ସାହାଣୀଙ୍କର ହଉ, କିମ୍ବା ସାଧୁଦାସ ମାଣ୍ଟଙ୍କର ହଉ। ସାଧୁଦାସ ମାସ ଇଣ୍ଡିଆରୁ ପଳେଇଗଲେ ପାକିସ୍ତାନକୁ, ସେ ଯେଉଁ ସେମାନେ କ'ଣ ଯେଉଁ ପାର୍ଟିସନଟା ପଞ୍ଜାବ ହେଲା, ଯୋଉଟା ଭୋଗିଲେ ସେମାନେ ନିଜେ ଭୋଗିଲେ, ଯୋଉ ଭୋଗିଲେ ସେମିତି ଯୋଉ ଲିଟରେଚର ସୃଷ୍ଟି ହେଇଛି ସେଥିରେ, ଏଇ ଯୋଉ ମୁଁ ଲେଖକ କେତେ କହିଲେ ଆହୁରି ବହୁତ ଅଛନ୍ତି ତା ଦେହରେ। ତ ସେମିତି ସମସ୍ୟା ବା ଏମିତି ସମସ୍ୟା ମୁଁ ଜାଣିବାରେ ବୋଧେ ଓଡ଼ିଶାରେ ନାହିଁ, ଏମିତି କିଛି ହେଇନାହିଁ। ଏମିତି ସଂଘର୍ଷ ଅଛି, କିନ୍ତୁ କଥା ହଉଛି କ'ଣ, ସେଟା ଲୋକଲୋଚନକୁ ଆସିପାରୁନି, କିମ୍ବା ଲୋକମାନେ ଧକ୍କା ଯୋଉଟା କହନ୍ତି, ସେମାନେ ଆଘାତ ଓଡ଼ିଆ ଲୋକ ପାଇନାହାନ୍ତି, ଯେମିତି ମନେ ପାର୍ଟିସନରେ ପାଇଲେ, ଯୁଦ୍ଧ ହେଲା ଗୋଟେ। ଆପଣ ସେଇ କଥାରେ ମୁଁ କହିବି ଯେ ଆପଣ ଯଦି ଓଡ଼ିଶାର ଉପାନ୍ତକୁ ଯିବେ, ପ୍ରକୃତରେ ଲୋକମାନେ ସଂଘର୍ଷ କରୁଛନ୍ତି, ବହୁତ ସଂଘର୍ଷ ଅଛି, ପାଣି ଲାଗି ସଂଘର୍ଷ ଅଛି, ପବନ ଲାଗି ସଂଘର୍ଷ ଅଛି, ସବୁ ପ୍ରକାର ସଂଘର୍ଷ ଅଛି, କିନ୍ତୁ ହୁଏତ ସେଇଟାକୁ ଉପଯୁକ୍ତ ଅଞ୍ଚଳ ଲୋକ ସେଇଟା ଲେଖିବା କଥା, ଯୋଉଟା ଅଛି କିଛି ଲେଖା ହେଇଛି ନା, ବୋଲି ମାନେ ନୁହେଁ, କିଛି ଲେଖା ହେଇଛି, ସେମିତି ବି ଗପ ଲେଖା ହଉଛି। କିନ୍ତୁ ଯୋଉ ଭୋଗିବାଟା, ହଠାତ୍ ଆପଣଙ୍କ ଗୋଟେ ଭାଇଟି ଚାଲିଗଲା, କି ଜଣେ କିଏ ମରିଗଲା, ମୁଁ ଗୋଟେ ଘଟଣା କହୁଛି, ତାପରେ ମୁଁ ଗପଟେ ବି ଲେଖିଛି।
ଦଙ୍ଗା ବୋଲି ଗୋଟେ ଗପ ଲେଖିଛନ୍ତି। ଗୋଟେ ଇରାନିଆନ ପିଲାଟେ ସେ ମୋ ସାଙ୍ଗରେ ପଢୁଥିଲା କୁରୁକ୍ଷେତ୍ରରେ, ସେ ଗୋଟେ ଇଣ୍ଡିଆନ ଭାରତୀୟ ଝିଅକୁ ସେ ବାହା ପାଇଁ ଭାବୁଥିଲା। ମୁଁ ଗୋଟେ କହୁଛି ସେ ଗପଟା ହେଉଛି ଦଙ୍ଗା, ସେ ଗପଟା ହେଉଛି ଦଙ୍ଗା। ଗୋଟେ ଇରାନିଆନ ପିଲାଟେ ସେ ଆସିଥିଲା ଯେତେବେଳେ 1979 ରେ ଇରାନିଆନ ରିଭଲ୍ୟୁସନ ହେଲା, ଫଣ୍ଡାମେଣ୍ଟାଲିଷ୍ଟ ମାନେ ଆସିଲେ, ଖୋମିନି ଆସିଲା ପାୱାରକୁ, ପଲେଇ ପଳା, ସେତେବେଳେ ସେ ହିଟ୍ ଥିଲା। ତ ସିଏ ଗୋଟେ ସେ ଗୋଟେ ଝିଅକୁ ଭଲ ପାଇଲା, ତା ନାଁ ନୀଲମ ବୋଲି, ନାଁଟା ପୁରା କହିଦେଇ ଅଧା କହୁଛି। ସେ ନୀଲମ ତାକୁ ଭଲ ପାଉଥିଲା, ସେ ଭଲ ପାଉଥିଲା, ସେ ତାକୁ ମାନେ ବାହା ପାଇଁ ଗଲା। ମୁଁ ତା ସାଙ୍ଗ ଥିଲି, ମୋତେ ତା ସହ କଥାବାର୍ତ୍ତା କର, କାରଣ ମୁଁ ଜାଣିପାରୁନି ସେ ଝିଅର ମାନସିକ ଅବସ୍ଥା କ'ଣ, ସେ କ'ଣ ଚାହୁଁଛି ମୁଁ ଜାଣିପାରୁନି। ମୁଁ ତାକୁ ପଚାରି ଆମ ଘରେ କେବେ ବାହାର କରିବେନି ମୁସଲିମ। ତା କାରଣ ହେଉଛି ସିଏ ପଞ୍ଜାବରୁ ଆସିଛି ରିଫ୍ୟୁଜ ହେଇକି, ଏବଂ ତାଙ୍କର ଗ୍ରାଣ୍ଡଫାଦର ଭାଇ ସେ ଯୋଉ ପାକିସ୍ତାନ ଭାଷାରେ ମରିଯାଇଛି। କହିଲା ନାଁ ଶୁଣିଲେ ସେ ରାଗିବେ, ନାଁ ଶୁଣିଲେ ଲାଗିବେ, କାରଣ ସେ ଭୋଗି ସେଇଟା। ତେଣୁ ଏ ଯୋଉ ଇରାନିଆନ ପିଲାଟି, ଏବେ ତ ଇରାନ ମାନେ ଯୁଦ୍ଧରେ ଚାଲିছে, ଇରାନ ପିଲାଟି ତାଙ୍କର ସକ୍ସେସ୍ ହେଲାନି, ତା ଝିଅ ସେଠି କହିଲା ଆମ ଘରେ ଗ୍ରହଣ କରିବେନି, କାହିଁକିନା ଆମ ଘରେ ଗୋଟେ ଲୋକ ଆମର ପାକିସ୍ତାନରେ ମରିଛନ୍ତି, ଏବଂ ତା ଗ୍ରାଣ୍ଡଫାଦର 1981 କଥା କହୁଛି ସେ ପର୍ଯ୍ୟନ୍ତ ବଞ୍ଚିଥିଲେ। ତାଙ୍କ ଭାଇଟି ମରିଯାଇଛି କୋଉଠି, ଏଠି। ତାପରେ ମୁଁ ଗୋଟେ ଗପ ଲେଖିଛି, ସେ ଗପଟା ହେଉଛି ଦଙ୍ଗା ବୋଲି, ସେ ଗପଟା ଲଙ୍କାରେ ବାହାରିଲା, ଗୋଟେ ବହିରେ କୋଉ ବହି ଥିବ, ସେ ଗପ ଲେଖିଛି। ତେଣୁ କଥା ହେଉଛି ଯେ ଏଇ ଯୋଉ ଆଘାତ, ଏଇ ଯୋଉ ସ୍କାର, ଯୋଉ ଦାଗଟା ରହିଛି, ସେ ଦାଗଟା ସେମିତି ଦାଗଟା ଯୋଉଟା କି ଆପଣ କହୁଛନ୍ତି ଯେ ବିଶ୍ୱ ସାହିତ୍ୟରେ ସେଇଟା ଟିକେ ଅଧିକ ଅଛି, ଯୋଉଟା କି ଯୋଉ ଯୋଉ ଜାଗାରେ ଅଛି। ଆପଣ ଦେଖନ୍ତୁ ପଞ୍ଜାବରେ ଆପଣ ଦେଖନ୍ତୁ ଅମୃତା ପ୍ରୀତାଙ୍କର ଯୋଉ ପ୍ରୀତମଙ୍କର ଯୋଉ ଗପଟା ସ୍କେଲିଟନ, ପିଞ୍ଜର ବୋଧେ ତାର ହିନ୍ଦୀରେ, ଇଂଲିଶରେ ସେଟା ସ୍କେଲିଟନ, ସେଟା ଉପନ୍ୟାସ ସେଇ ପାଠ୍ୟପୁସ୍ତକ ଭଲ। ଆଉ ବିଷ୍ଣୁ ସାହିଙ୍କ ଗପ ଦେଖନ୍ତୁ, କିମ୍ବା ଅନ୍ୟାନ୍ୟ ବି ଅଛନ୍ତି, ବିଭିନ୍ନ କର୍ତ୍ତା ସିଂ ଗୁଗଲ ବି ଗୋଟେ ଗପ ଉପନ୍ୟାସ ଲେଖିଛନ୍ତି ନାରୀ ଉପରେ, ଅଛି ସେମିତି। ତେବେ ଠିକ ଅଛି ଭାଇ, ଆପଣଙ୍କ ସହିତ କଥାବାର୍ତ୍ତା ହେଇ ବହୁତ ଭଲ ଲାଗିଲା। ଆପଣଙ୍କର ଏ ଯେଉଁ ସମୃଦ୍ଧ ପୁସ୍ତକାଳୟଟି ଦେଖିକି ବି ବହୁତ ଭାରି ଖୁସି ଲାଗୁଛି। ଆମେ ନିଶ୍ଚିତ ମଝିରେ ମଝିରେ ଆପଣଙ୍କ ଠାରୁ କିଛି କିଛି ବହି ନେଇକି ପଢିବୁ, ଏବଂ ବହୁତ ଖୁସି ଲାଗିଲା। ଧନ୍ୟବାଦ ସହଦେବ ଭାଇ। ଆଜି ଭଲ ଲାଗିଲା ମତେ, କାହିଁକିନା ଆଜିକାଲି ସାହିତ୍ୟ ଲେଖା ସାକ୍ଷାତ ହଉନି ବେଶୀ। ଆପଣ ଆସିଲେ ମୁଁ ବହୁତ ଖୁସି। କ୍ଷୀର ମୋର ପୁରୁଣା ବନ୍ଧୁ, ଆପଣ ମୋର ବନ୍ଧୁ, କିନ୍ତୁ ଆପଣଙ୍କ ତାଙ୍କ ସହିତ ବହୁତ ଆପଣ ଆସିଲେ ମତେ ବହୁତ ଭଲ ଲାଗିଲା। ଆମେ ଏଇ ଯୋଉ ଅନ୍ତରଙ୍ଗ ଆଳାପର ଯୋଉ ଗୋଟେ ପ୍ରକ୍ରିୟା ଆରମ୍ଭ କରିଛୁ, ଆଜି ବହୁତ ଭଲ ଲାଗିଲା। ଆଉ ଏଥିରେ ନିଶ୍ଚିତ ଭାବରେ ଆମେ ଡକ୍ଟର କ୍ଷୀରୋଦ ବେହେରାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା, କାରଣ ତାଙ୍କରି ପ୍ରଚେଷ୍ଟା ଏବଂ ତାଙ୍କରି ଉତ୍ସାହ ଆଣିଛି ଏଇଭଳି ଗୋଟେ, ଯେ ଆମେ ଚେଷ୍ଟା କରିବା ଆମେ ଆମ ସାହିତ୍ୟିକ ବନ୍ଧୁମାନଙ୍କୁ, ବଡ଼ମାନଙ୍କ ଠାରୁ କିଛି ଶୁଣିବା। ଆଉ ବିଶେଷ କରି ଏଇ ଯେଉଁ ଆଜି ଯେଉଁ କଥାବାର୍ତ୍ତା ହେଲା, ମୁଁ ଭାବୁଛି ସହଦେବ ସାହୁଙ୍କର ଅନେକ କିଛି କଥା ଯୋଉଟାକି ଭିତରେ ଥିଲା ଆଜି ବାହାରକୁ ଆସିଛି। ତେଣୁ ଆମେ ବହୁତ ନିଶ୍ଚୟ ଏଇଟା ଗୋଟେ ବହୁତ ମାର୍ଗଦର୍ଶନ କରିବ ଭବିଷ୍ୟତ ପିଢ଼ି ଲାଗି। ଧନ୍ୟବାଦ।